+3 ଓଡ଼ିଆ ଅନର୍ସ 5th ସେମିଷ୍ଟାର ୟୁନିଟ୍ 1 ଓଡ଼ିଆ କଥା ସାହିତ୍ୟର ବିକାଶ କ୍ରମ। ଓଡ଼ିଆ କଥା ସାହିତ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି କ୍ଷୁଦ୍ରଗଳ୍ପ ଏବଂ ଦ୍ୱିତୀୟଟି ଉପନ୍ୟାସ। ଉପନ୍ୟାସର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ। ଆଧୁନିକ ଯୁଗର ଗଦ୍ୟ ସାହିତ୍ୟର ପ୍ରାଧାନ୍ୟ ସଙ୍ଗେ ସଙ୍ଗେ ଉପନ୍ୟାସ ବେଶ୍ ପ୍ରାଧାନ୍ୟ ଲାଭ କରିଛି। ମନୁଷ୍ୟ ଜୀବନର ସୁବିସ୍ତୃତ ରହସ୍ୟ ଘନ କାହାଣୀ ଉପନ୍ୟାସରେ କମନୀୟ କଳାତ୍ମକ ଶୈଳୀରେ ମର୍ମରିତ ହୋଇଉଠେ। ଜୀବନ ଓ ସମାଜର ଅନ୍ତରଙ୍ଗ ଓ ବହିରଙ୍ଗ ପ୍ରଭୃତି ଉପନ୍ୟାସରେ ପ୍ରକଟିତ ହୁଏ। କବିତାର ପ୍ରବହମାନ, ଗଳ୍ପର ଶୈଳୀ ଏବଂ ନାଟକର ସଂଳାପ ଦ୍ୱନ୍ଦ୍ୱ ଓ ଆକସ୍ମିକତା ଗ୍ରହଣ କରୁଥିବାରୁ ଉପନ୍ୟାସ ପ୍ରତି ପାଠକର ଦୃଷ୍ଟି ବିଶେଷ ଭାବେ ଆକର୍ଷିତ ହୁଏ। କାବ୍ୟରେ ଶାନ୍ତ ସୁନ୍ଦର ଶୋଭାରମ୍ଭ ଜୀବନ ପ୍ରକଟିତ ହେଲାବେଳେ ଉପନ୍ୟାସରେ ଜଟିଳ ଜ୍ୱାଳାମୟ ଜୀବନ ପ୍ରକଟିତ ହୁଏ। ଗୋଟିଏ ଦେଶର ବା ଜାତି ଦେଶର ରୀତିନୀତି, ଚାଲିଚଳନ ସବୁକିଛି ଉପନ୍ୟାସରେ ବର୍ଣ୍ଣିତ ହୋଇଥାଏ। ଆଧୁନିକ ଯୁଗର ମହାକାବ୍ୟ ଉପନ୍ୟାସ ଓ ଉପନ୍ୟାସ ଭିତରେ ମଣିଷ ଜୀବନର ବ୍ୟକ୍ତିଗତ ଓ ସାମାଜିକ ଜୀବନ ପାରସ୍ପରିକ ପରିବେଶରେ ନିଚ୍ଛକ ପ୍ରତିଛବି ପ୍ରକାଶ ଲାଭ କରେ। ମଣିଷ ଜୀବନର ପୂର୍ଣ୍ଣାଙ୍ଗ ହାସ୍ୟପଟ ହେଉଛି ଉପନ୍ୟାସ। ଏହାକୁ ପାଠ କରି ପାଠକ ନିଜେ ତନ୍ମୟ ହୁଏ। ଏକ ଚିରନ୍ତନ ରସ ଦୃଷ୍ଟି ବଳରେ ଔପନ୍ୟାସିକ ମଣିଷ ଜୀବନର ଘାତ ପ୍ରତିଘାତ, ଘୃଣା ଅଭିଶାପ, ସୁଖ ଦୁଃଖ, ଆଶା ନିରାଶା, ହସ କାନ୍ଦ, ଅବଚେତନ ମନର ଇତିହାସ, ଜୀବନ ଜିଜ୍ଞାସା, ଅନ୍ତଃତୃଷ୍ଣା ସବୁକିଛି ଉପନ୍ୟାସରେ ରୂପ ପାଏ। ଉପନ୍ୟାସ ମଣିଷର କ୍ଷଣଭଙ୍ଗୁର ଜୀବନକୁ ଚିରନ୍ତନ ରୂପ ଦିଏ। ଉପନ୍ୟାସର ସଂଜ୍ଞା। ଉପନ୍ୟାସର ଆଭିଧାନିକ ଅର୍ଥ ହେଉଛି ଉପ ସମୀପ ଯୁକ୍ତ ନ୍ୟାସ କଥାବସ୍ତୁ ସମାନ ସମୀପ ବସ୍ତୁ। ଉପସର୍ଗ ସହିତ ନ୍ୟାସ ଯୋଗ କଲେ ଉପନ୍ୟାସ ହେଉଛି। ଉପ ଯୁକ୍ତ ନିଃ ଯୁକ୍ତ ଅସ, ଏହାର ଅର୍ଥ ହେଉଛି ନିକଟରେ ଥିବା ବସ୍ତୁ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉପନ୍ୟାସର ଅର୍ଥ ହେଉଛି ଉପକଥା ବା କଳ୍ପିତ କଥା। ଭରତମୁନି ନାଟ୍ୟଶାସ୍ତ୍ର ଗ୍ରନ୍ଥରେ ଉପନ୍ୟାସ ସମ୍ବନ୍ଧରେ କହିଛନ୍ତି, ଉପନ୍ୟାସ ପ୍ରସାଦନମ୍ ଅର୍ଥାତ୍ ଉପନ୍ୟାସକୁ ଆନନ୍ଦ ଦାନ ଅର୍ଥରେ ଗ୍ରହଣ କରାଯାଇଛି। ଓଡ଼ିଆ ଭାଷାରେ ଉପନ୍ୟାସର ଇଂରାଜୀ ପ୍ରତିରୂପ ଶବ୍ଦ ହେଉଛି ନୋଭେଲ। ଏହି ଶବ୍ଦ ଇଟାଲୀୟ ଶବ୍ଦ ନୋଭେଲାରୁ ଆସିଛି, ଯାହାର ଅର୍ଥ ଏକ କଳ୍ପନାଧର୍ମୀ କଥା। ମୋଟ ଉପରେ କହିବାକୁ ଗଲେ ନୋଭେଲର ଅର୍ଥ ହେଉଛି କଳ୍ପନା ଏବଂ ସତ୍ୟର ସମ୍ମିଶ୍ରଣରେ ରୂପ ନେଇଥିବା କଥା। ଫରାସୀ ଭାଷାରେ ରୋମାନ୍ସ ଶବ୍ଦ ପ୍ରଚଳିତ। ଏହା ପ୍ରକୃତରେ ଫରାସୀ ଏକ ଶବ୍ଦ ରୋମାନ୍ସ ଶବ୍ଦରୁ ଆସିଛି। ବିଶେଷ କରି ବୀରପୁରୁଷମାନଙ୍କ କାହାଣୀକୁ ରୋମାନ୍ସ କୁହାଯାଏ। ଇଂରାଜୀରେ ନୋଭେଲ, ହିନ୍ଦୀରେ କାହାଣୀ, ମରାଠୀ ଆସାମରେ କାଦମ୍ବରୀ, ଗୁଜରାଟରେ ନୀଳିକଥା, ବଙ୍ଗଳା ଓଡ଼ିଆରେ ଉପନ୍ୟାସ। ଉପନ୍ୟାସର ସଂଜ୍ଞା ଦେବାକୁ ଯାଇ ବିଭିନ୍ନ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟିକମାନେ ନିଜର ସୁମତ ପ୍ରଦାନ କରିଛନ୍ତି। ଅକ୍ସଫୋର୍ଡ ଜୁନିୟର ଏନସାଇକ୍ଲୋପିଡ଼ିଆ ଅନୁସାରେ ନୋଭେଲ ଇଜ୍ ଏ ଲଙ୍ଗ ପ୍ରୋଜ୍ ଷ୍ଟୋରି ଦ୍ୟାଟ୍ ଇଜ୍ ଲାର୍ଜଲି ଇମାଜିନାରୀ। ଉପନ୍ୟାସ ଗଦ୍ୟରେ ଲିଖିତ ଏକ ଦୀର୍ଘ କାଳ୍ପନିକ ଗଳ୍ପ। ଏଚ୍.ଜି. ୱେଲ୍ସଙ୍କ ମତରେ ଏ ନୋଭେଲ ଇଜ୍ ଏ କାଇଣ୍ଡ ଅଫ୍ ଲକି ବ୍ୟାଗ୍ ଇଣ୍ଟୁ ହ୍ୱିଚ୍ ଏନିଥିଙ୍ଗ ମେ ବି ପୋର୍ଡ। ଉପନ୍ୟାସ ଏପରି ଏକ ସୌଭାଗ୍ୟ ଥଳି ଯାହା ଭିତରେ ଯେକୌଣସି ଦ୍ରବ୍ୟକୁ ରଖାଯାଇପାରିବ। ହଟନ୍ କହନ୍ତି, ଉପନ୍ୟାସ ଯଥାର୍ଥତଃ ଏକ କାହାଣୀ ଓ ସୁନ୍ଦର ଚିତ୍ରିତ ଚରିତ୍ରର ସମନ୍ୱୟ। ହେନରୀ ଜେମ୍ସ ଅଭିମତ ହେଉଛି, ଏ ନୋଭେଲ ଇଜ୍ ଇନ୍ ଇଟ୍ସ ବ୍ରଡେଷ୍ଟ ଡେଫିନେସନ୍ ଏ ପର୍ସନାଲ ଏ ଡିରେକ୍ଟ ଇମ୍ପ୍ରେସନ୍ ଅଫ୍ ଲାଇଫ୍। ଉପନ୍ୟାସ ବ୍ୟକ୍ତିଗତ ଓ ପ୍ରତ୍ୟକ୍ଷ ଜୀବନର ନିଚ୍ଛକ ପ୍ରତିଛବି। ପ୍ରାଚ୍ୟ ସାହିତ୍ୟିକ କୃଷ୍ଣଚରଣ ବେହେରାଙ୍କ ମତରେ ତାଙ୍କର ପୁସ୍ତକ ଓଡ଼ିଆ ସାହିତ୍ୟ ଉପନ୍ୟାସରେ ଉପନ୍ୟାସ ମଣିଷର ବାସ୍ତବ ଏବଂ ପୂର୍ଣ୍ଣାଙ୍ଗ ଜୀବନର କାଳ୍ପନିକ ଗଦ୍ୟ କାହାଣୀ। ଡକ୍ଟର ବିଭୂତି ପଟ୍ଟନାୟକଙ୍କ ମତରେ ଉପନ୍ୟାସର ଜନ୍ମ କୌଣସି ଆକସ୍ମିକ ଦୁର୍ଘଟଣା ନୁହେଁ। ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀର ଶିଳ୍ପ ବିପ୍ଳବ, ମୁଦ୍ରାଯନ୍ତ୍ରର ପ୍ରଚଳନ, କ୍ରମକ୍ଷୟ ସହିଷ୍ଣୁ ରାଜତନ୍ତ୍ର ଓ ସାମନ୍ତବାଦର ପ୍ରଭାବ, ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଓ ନାରୀମୁକ୍ତ ଆନ୍ଦୋଳନର ପ୍ରସାର ଏକ ନୂତନ ସାହିତ୍ୟ ଶିଳ୍ପର ଜନ୍ମ ଲାଗି ପଥ ପରିଷ୍କାର କରିଦେଇଥିଲା। ପରିବର୍ତ୍ତିତ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ସାଂସ୍କୃତିକ ଚେତନାକୁ ଭାବରାଜ୍ୟର ରୂପ ଦେବା ପାଇଁ ନାଟକ, କାବ୍ୟ, ମହାକାବ୍ୟ ପ୍ରଭୃତି ପୂର୍ବତମ ସାହିତ୍ୟ ଶିଳ୍ପ ଯେତେବେଳେ ପର୍ଯ୍ୟନ୍ତ ନୁହେଁ ବୋଲି ମନେ ହେଲା, ସାହିତ୍ୟରେ ଏକ ନୂତନ ଶିଳ୍ପ ରୂପ ଭାବରେ ଜନ୍ମ ନେଲା ଉପନ୍ୟାସ।
ଉପନ୍ୟାସ ଏପରି ଏକ ସାରସ୍ୱତ କଳା ଆଲୋଚ୍ୟ ସମାଲୋଚକମାନଙ୍କ ଅଭିମତକୁ ଦୃଷ୍ଟି ଦେଲେ ଏହା ନିର୍ବିବାଦରେ କୁହାଯାଇପାରେ ଯେ ଉପନ୍ୟାସ ଏକ ଅନନ୍ୟ ସାରସ୍ୱତ କଳା ଯେଉଁଥିରେ ବାସ୍ତବ ବର୍ଣ୍ଣନା ଓ କଳ୍ପିତ କାହାଣୀ ସାହାଯ୍ୟରେ ମାନବ ଜୀବନର ସମଗ୍ର ଜୀବନବୋଧକୁ ପ୍ରକାଶ କରାଯାଇପାରେ। ଉପନ୍ୟାସ ବାସ୍ତବ ଏବଂ କଳ୍ପନାତର କଲେବଲରେ ହୋଇଥାଏ। ଏହାଦ୍ୱାରା ଉପନ୍ୟାସ ରୁଚିକର ହୋଇଥାଏ। ଏଥିରେ ପାଠକ ସତ୍ୟ ଓ ସମ୍ଭାବନା ପରିଲକ୍ଷିତ ହୋଇଥାଏ। ଉପନ୍ୟାସର ସ୍ୱରୂପ ଉପନ୍ୟାସର ସଂଜ୍ଞା କରିବା ଏହା ଏକ ରୂପ। ସେହିପରି ଉପନ୍ୟାସର ସ୍ୱରୂପ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ଉପନ୍ୟାସ ଏପରି ଏକ କଳା ଯେଉଁଥିରେ ମଣିଷ ପ୍ରବୃତ୍ତିର ଟିକିନିଖି ବର୍ଣ୍ଣନା, ସୁଖ ସମୃଦ୍ଧିର ବିଭିନ୍ନ ଦିଗ, ଜ୍ଞାନ ଓ ହାସ ପରିହାସର ଜୀବନ୍ତ ଚିତ୍ର ସହଜ ସ୍ୱଚ୍ଛନ୍ଦ ଭାଷାରେ ସମଗ୍ର ପୃଥିବୀକୁ ଜଣାଇ ଦିଆଯାଏ। ଫଳତଃ ମାନବ ଅନ୍ତରର ସତ୍ୟତା ପ୍ରକାଶ କରିବାରେ ଓ ସମାଜ ଗଠନ କରିବାରେ ଏହା ବହୁ ସହାୟକ ହୋଇଥାଏ। ଉପନ୍ୟାସ କେବଳ ଦାର୍ଶନିକ ସିଦ୍ଧାନ୍ତ, ରାଜନୀତିକ ମନୋଭାବ, ପ୍ରଚାରାତ୍ମକ ଗୁଣ ଅଥବା ସୂକ୍ଷ୍ମ ରୀତି ବା ବାଗିଶ ନୁହେଁ, ବରଂ ଏଥିରେ ଏପରି କେତେକ କଥାର ପରିପ୍ରକାଶ ହୋଇଥାଏ ଯାହା ମନୋରଞ୍ଜନ ଦିଗରେ ଯଥେଷ୍ଟ ସହାୟତା କରିଥାଏ। ଡକ୍ଟର ବ୍ରହ୍ମାନନ୍ଦ ସିଂ, ତୃତୀୟ ନୟନ, ବ୍ରହ୍ମପୁର, 1976। ମନୋରଞ୍ଜନ କରିପାରୁଥିବା ଉପନ୍ୟାସକୁ ନିମ୍ନମାନର ଉପନ୍ୟାସ ଭାବେ ଗ୍ରହଣ କରାଯାଏ। ଏ ଦୃଷ୍ଟିରୁ ଦର୍ଶନ, ତର୍କ, ବିତର୍କ ଇତ୍ୟାଦି ସୂକ୍ଷ୍ମ ନୀତି ବା ଆମୋଦ ପ୍ରଦାନରେ ବାଧା ସୃଷ୍ଟିକାରୀ ନୀତିର ବର୍ଣ୍ଣନା ଉପନ୍ୟାସ ବର୍ଜନ କରାଯାଏ। ନାଟକ, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, କାବ୍ୟ, କବିତା ଇତ୍ୟାଦି ଅନ୍ୟାନ୍ୟ ସାହିତ୍ୟିକ କଳାକର୍ମଠାରୁ କେତେକ ଉପାଦାନ ଗ୍ରହଣ କରି ଉପନ୍ୟାସ ନିଜ ଭିତରେ ସାମିଲ କରିଦେଇଛି। ଉପନ୍ୟାସରେ ନାଟକର ଉତ୍କଣ୍ଠା ଓ ନାଟକୀୟତା କେବଳ ଦେଖିବାକୁ ମିଳେ ନାହିଁ, କ୍ଷୁଦ୍ରଗଳ୍ପର କାହାଣୀଧର୍ମିତା ମଧ୍ୟ ଦେଖିବାକୁ ମିଳେ। କାବ୍ୟର କାବ୍ୟିକତା ଓ ପ୍ରବନ୍ଧର ଗାମ୍ଭୀର୍ଯ୍ୟତାରେ ମଧ୍ୟ ବେଳେବେଳେ ଉପନ୍ୟାସ ମଣ୍ଡିତ ହୋଇଥିବା ଦେଖାଯାଏ। ଏହିପରି ବିଭିନ୍ନ ସାହିତ୍ୟିକ ବିଭାଗ ସହିତ ଉପନ୍ୟାସର ଘନିଷ୍ଠ ସମ୍ବନ୍ଧ ରହିଛି ଏବଂ ଏହି ଦୃଷ୍ଟିରୁ ଉପନ୍ୟାସକୁ ଯୌଥ କଳା ଭାବରେ ଅଭିହିତ କରାଯାଏ। କେହି କେହି ମତ ଦିଅନ୍ତି ଯେ କ୍ଷୁଦ୍ରଗଳ୍ପକୁ ବଢ଼ାଇ ଦେଲେ ତାହା ଉପନ୍ୟାସ ହୋଇଯାଏ ଏବଂ ଉପନ୍ୟାସକୁ ସଂକ୍ଷିପ୍ତ କରିଦେଲେ ତାହା ହୁଏ କ୍ଷୁଦ୍ରଗଳ୍ପ। କିନ୍ତୁ ଏ ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ। କାରଣ ଗଳ୍ପ ଓ ଉପନ୍ୟାସ ଉଭୟ ଶିଳ୍ପଧର୍ମ ଭିନ୍ନ ଭିନ୍ନ। ଉଭୟ ଗଦ୍ୟ ବିଭାଗର ଦୁଇଟି ସ୍ୱୟଂସମ୍ପୂର୍ଣ୍ଣ କଳା। କ୍ଷୁଦ୍ରଗଳ୍ପ ସଂକେତଧର୍ମୀ ହେବା ସ୍ଥଳେ ଉପନ୍ୟାସ ବର୍ଣ୍ଣନାଧର୍ମୀ। କ୍ଷୁଦ୍ରଗଳ୍ପରେ ଚରିତ୍ରରେ ଏକ ବିଶିଷ୍ଟ ମୁହୂର୍ତ୍ତ ବା ନିର୍ଦ୍ଦିଷ୍ଟ ପରିବେଶର ବର୍ଣ୍ଣନା ରହିଥାଏ, ମାତ୍ର ଉପନ୍ୟାସରେ ଚରିତ୍ରର ପୂର୍ଣ୍ଣାଙ୍ଗ ସତ୍ତାକୁ ଆଲୋକିତ କରାଯାଏ। କ୍ଷୁଦ୍ରଗଳ୍ପରେ ଅଳ୍ପ କେତୋଟି ଚରିତ୍ର ଆତୟତ ହେଉଥିବା ବେଳେ ଉପନ୍ୟାସରେ ବହୁ ଚରିତ୍ରର ସମାବେଶ ଘଟିଥାଏ। ସେହିପରି କ୍ଷୁଦ୍ରଗଳ୍ପରେ ସର୍ବନିମ୍ନ ଗୋଟିଏ ଘଟଣା ରହିଥିବା ବେଳେ ଉପନ୍ୟାସ ହୋଇଥାଏ ଘଟଣା ବହୁଳ। କ୍ଷୁଦ୍ରଗଳ୍ପର ସମାପ୍ତି ସବୁବେଳେ ପାଠକକୁ ତୃପ୍ତି ଦେଇନଥାଏ, ବରଂ ପାଠକ ମନରେ ଜିଜ୍ଞାସାବୋଧ ସୃଷ୍ଟି କରିଥାଏ, କିନ୍ତୁ ଉପନ୍ୟାସର ପରିସମାପ୍ତି ପାଠକକୁ ରସତୃପ୍ତି ଦେଇଥାଏ। କାବ୍ୟ, କବିତା ଓ ନାଟକଠାରୁ ମଧ୍ୟ ଉପନ୍ୟାସ ସମ୍ପୂର୍ଣ୍ଣ ଭିନ୍ନ। କବିତାରେ ସ୍ୱତଃ ଫୁଟିଉଠେ ଶକ୍ତିଶାଳୀ ଭାବାବେଗର ସ୍ୱରଲିପି। ଏହା ମଧ୍ୟରେ ମଣିଷର ସୁଖ ଦୁଃଖର ସମ୍ୟକ୍ ପ୍ରତିଫଳନ ଲକ୍ଷ୍ୟ କରାଯାଇପାରେ ନାହିଁ, ଯେପରି କରାଯାଏ ଉପନ୍ୟାସରେ। ସେହିପରି ନାଟକ ଦୃଶ୍ୟକାବ୍ୟ ହୋଇଥିବାରୁ ଏହାର ପରିସର ସୀମିତ। ଏହାକୁ ସମାପ୍ତ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଛି। ସଂଳାପ ନାଟକର ମୁଖ୍ୟ ଉପାଦାନ। ଏଣୁ ନାଟ୍ୟକାର ନାଟକର ଚରିତ୍ର ମୁଖରେ ସଂଳାପ ଖଞ୍ଜିଦେଲା ବେଳେ ଲକ୍ଷ୍ୟ ରଖେ ଦର୍ଶକଙ୍କ ରୁଚିକୁ ଏବଂ ଏଥିପାଇଁ ତାଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼େ। ଉପନ୍ୟାସରେ ସ୍ରଷ୍ଟାର ଜୀବନ ଦର୍ଶନ ଦେଖିବାକୁ ମିଳେ, ଯେପରି ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ଧଦିଗନ୍ତ। ଉପନ୍ୟାସକୁ ନେଇ ନାଟକକୁ ଲେଖାଯାଇଥାଏ କାରଣ ତା'ର ନାଟକୀୟତା ଦେଖିବାକୁ ମିଳେ। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ନରକିନ୍ନର ସେଥିରେ ତାଙ୍କ ନାଟକର ନାଟକୀୟତାକୁ ନେଇ ତା'ର କଳେବର ସୃଷ୍ଟି କରିଛନ୍ତି। ଏହିସବୁ ଆଲୋଚନାକୁ ବୁଝାଯାଏ ଯେ ଉପନ୍ୟାସ ଏକ ସ୍ୱତନ୍ତ୍ର କଳା, ତେଣୁ ଏହା ସ୍ୱୟଂସମ୍ପୂର୍ଣ୍ଣ ଜୀବନଧର୍ମୀ କଳା। ଏ ଉପନ୍ୟାସରେ ମନୁଷ୍ୟ ଜୀବନର ସମସ୍ତ ବିଷୟ ବର୍ଣ୍ଣିତ ହୋଇଥାଏ। ଉପନ୍ୟାସର ସ୍ୱରୂପ ଉଦ୍ଘାଟନରେ ଉପନ୍ୟାସର ଗଠନରୀତି ସହାୟକ ହେବା ଦୃଷ୍ଟିରୁ ଏଠାରେ ତାହା ଆଲୋଚିତ ହୋଇପାରେ। ଉପନ୍ୟାସର ଗଠନରୀତି। ଉପନ୍ୟାସ ରୂପ ବା ଆକୃତି, କେତେ ପୃଷ୍ଠା, ପରିଚ୍ଛେଦ ବା ଶବ୍ଦ ମଧ୍ୟରେ ଆବଦ୍ଧ ରହିବ ସେ ସମ୍ପର୍କରେ କୌଣସି ବିଧିବଦ୍ଧ ନିୟମ ନାହିଁ ବା ସେଭଳି କୌଣସି ନିୟମ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ଯେପରି ଗୋପୀନାଥ ମହାନ୍ତିଙ୍କର ମାଟିମଟାଳ ଉପନ୍ୟାସ। କିନ୍ତୁ ଏସ୍ପେକ୍ଟ ଅଫ୍ ନୋଭେଲ ଗ୍ରନ୍ଥରେ E.M. ଫୋଷ୍ଟର କହନ୍ତି ଯେ 50,000ରୁ କମ୍ ଶବ୍ଦ ବିଶିଷ୍ଟ ରଚନା ଉପନ୍ୟାସ ପଦବାଚ୍ୟ ନୁହେଁ। ତାଙ୍କ ଭାଷାରେ ଏ ନୋଭେଲ ଇଜ୍ ଏ ଫିକ୍ସନ ଇନ୍ ପ୍ରୋଜ୍ ଟୁ ଏ certain extent. The extent should be not less than 50,000 words.
ଉପନ୍ୟାସର କଳେବର ଗଠନର ଏ ଯେଉଁ ସୀମା ନିର୍ଦ୍ଧାରଣ ହୋଇଛି ତାହାର ଯୁକ୍ତିଯୁକ୍ତତା ଆଦୌ ନୁହେଁ। ଆଧୁନିକ କାଳରେ ମାନବ ଜୀବନର ମହାକାବ୍ୟ ରୂପେ ବିବେଚିତ ଉପନ୍ୟାସ ଏକ କ୍ରମ ବିବର୍ତ୍ତନଶୀଳ ସାରସ୍ୱତ କଳା। ଯେପରି ରୁଦ୍ର ସୁଧାନିଧି, ନାରାୟଣ ନନ୍ଦ, ଅବଧୂତ ସ୍ୱାମୀ ଏବଂ ବ୍ରଜନାଥ ବଳଜନାଙ୍କ ଚତୁର ବିନୋଦ ଏହି ଦୁଇଟି ଉପନ୍ୟାସ ଆଦ୍ୟ ବିବର୍ତ୍ତନ। ବର୍ତ୍ତମାନରେ ତାହା ବଳିଷ୍ଠ ଦେଖାଦେଇଛି। କାବ୍ୟ ଓ ନାଟକ ଭଳି ଏହାର ନିର୍ଦ୍ଦିଷ୍ଟ ରୀତି ବା ନୀତିରେ ବଦ୍ଧ ରଖିହେବ ନାହିଁ, କିନ୍ତୁ ଉପନ୍ୟାସର ଶରୀର ଗଠନ ନିମନ୍ତେ କେତେକ ନିର୍ଦ୍ଦିଷ୍ଟ ଆଙ୍ଗିକ ବିଭାଗ ବା ଉପାଦାନ ମୁଖ୍ୟତଃ 6ଟିର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଉଛି କାହାଣୀ ବା ଆଖ୍ୟାନ ଭାଗ, ଚରିତ୍ର, ଦେଶ, କାଳ ଓ ପରିବେଶ, ଉଦ୍ଦେଶ୍ୟ ଓ ମର୍ମବାଣୀ ଏବଂ ଭାଷା, ସଂଳାପ ଏବଂ ଶୈଳୀ। କାହାଣୀ ବା ଆଖ୍ୟାନ ଭାଗ। ଗଳ୍ପାଂଶ ଓ କାହାଣୀ ଉପନ୍ୟାସର ମୂଳ ଉପାଦାନ। ଆଖ୍ୟାନ ଭାଗ ବା କାହାଣୀର ମାଧ୍ୟମରେ ହିଁ ଉପନ୍ୟାସର ତାତ୍ପର୍ଯ୍ୟ ପାଠକ ପାଖରେ ପହଞ୍ଚାଇ ଦିଆଯାଏ। ତେଣୁ ଆଖ୍ୟାନ ଭାଗ ବା କାହାଣୀ ହେଉଛି ଉପନ୍ୟାସର ଭିତ୍ତିଭୂମି। ଆଖ୍ୟାନ ଭାଗ ଗଠିତ ହୋଇଥାଏ ଗଳ୍ପ ଓ ପ୍ଲଟ୍କୁ ନେଇ। ସମୟକ୍ରମେ ଘଟିଥିବା ଘଟଣାର ବିବରଣୀକୁ ଗଳ୍ପ କୁହାଯାଏ। ଜଣେ ସମାଲୋଚକ ମତରେ ଗଳ୍ପ ହେଉଛି ଆରୋହୀ ଏବଂ ଉପନ୍ୟାସ ହେଉଛି ବାହକ। ଉପନ୍ୟାସ ସର୍ବଦା ଗଳ୍ପଟିଏ ବହନ କରି ଚାଲିଥାଏ ଏବଂ ଏତଦ୍ଦ୍ୱାରା ଉପନ୍ୟାସର ଧର୍ମ ରକ୍ଷା କରେ। ଯେଉଁ ଘଟଣାବଳୀ ଚରିତ୍ରମାନଙ୍କ ଦ୍ୱାରା ଘଟିଥାଏ ତାହାକୁ ଗଳ୍ପ କୁହାଯାଏ। ଯେଉଁଭଳି ଭାବରେ ସେହି ଘଟଣା ଘଟିଲା ତା'ର ବର୍ଣ୍ଣନା ହେଉଛି ପ୍ଲଟ୍। ଗଳ୍ପ ପାଠକର କୌତୂହଳ ଦମନ କରିବା ପାଇଁ ସମର୍ଥ, କିନ୍ତୁ ପ୍ଲଟ୍ ପାଠକର ବୁଦ୍ଧି ଓ ସ୍ମୃତି ଖଟାଇବାକୁ ହୁଏ। ପ୍ଲଟ୍ ଜରିଆରେ ଚରିତ୍ରମାନେ ଘଟଣା ଘଟାଇଥାନ୍ତି। ଏ ଦୃଷ୍ଟିରୁ ଘଟଣା ଓ ଚରିତ୍ର ମଧ୍ୟରେ ଯୋଗସୂତ୍ର ରକ୍ଷାକାରୀ ହେଉଛି ପ୍ଲଟ୍ ବା ଗଳ୍ପାଂଶ। ଉପନ୍ୟାସରେ ପ୍ଲଟ୍ ବିଚ୍ଛିନ୍ନ ନ ହେଉ ସେଥିପାଇଁ ଦୃଷ୍ଟି ଦେବାକୁ ହେବ। ଉପସ୍ଥାପନ ପଦ୍ଧତି ଦୃଷ୍ଟିରୁ ଉପନ୍ୟାସରେ ଏକାଦିକ୍ରମେ ବହୁ ପ୍ଲଟ୍ ପରିଦୃଷ୍ଟ ହୁଏ। ସେସବୁ ମଧ୍ୟରେ ଗୋଟିଏ ମୁଖ୍ୟ ମେନ୍ ପ୍ଲଟ୍ ଓ ଅନ୍ୟଗୁଡ଼ିକ ଗୌଣ ସବ୍ ପ୍ଲଟ୍। ମୁଖ୍ୟ ପ୍ଲଟ୍ର ଅଂଶ ବା ଅଙ୍ଗ ଭାବରେ ଗୌଣ ପ୍ଲଟ୍ ଗୁଡ଼ିକ ସହାୟକ ହୋଇଥାଏ। 6 ମାଣ 8 ଗୁଣ୍ଠରେ ରାମଚନ୍ଦ୍ର ମଙ୍ଗରାଜ ଚମ୍ପା ଦ୍ୱାରା ସାରିଆ ମାତୃତ୍ୱକୁ ଆୟୁଧ କରି 6 ମାଣ 8 ଗୁଣ୍ଠ ଜମିକୁ ଲୁଣ୍ଠନ କରିବା ହେଉଛି ଏକ ଉପନ୍ୟାସର ମୁଖ୍ୟ ପ୍ଲଟ୍। ତା'ଛଡ଼ା ଏହି ଉପନ୍ୟାସର ଗୌଣ ଗଳ୍ପାଂଶଟି ହେଉଛି ହରି ସାହୁ ଦୋକାନ ପ୍ରସଙ୍ଗ, ଅସୁର ଦିଘି ଗଳ୍ପାଂଶ ପ୍ରସଙ୍ଗ ଓ ଚମ୍ପାର ରୂପ ବର୍ଣ୍ଣନା। ମୁଖ୍ୟ ଗଳ୍ପାଂଶକୁ ନେଇ ଗୌଣ ଗଳ୍ପାଂଶ କରାଯାଇଥାଏ। କେତେକ କ୍ଷେତ୍ରରେ ଆବଶ୍ୟକତା ନଥାଇ ଗଳ୍ପାଂଶଟିରେ ସଂଯୁକ୍ତ କରାଯାଇଥାଏ। ଯେପରି ଚମ୍ପା ଚରିତ୍ରକୁ ନେଇ ଗୋଟିଏ ଗଳ୍ପାଂଶ ସୃଷ୍ଟି ହୋଇଛି। ହାସ୍ୟରସ ସୃଷ୍ଟି କରିବା ପାଇଁ ଏହି ଚରିତ୍ର ଗଠନ କରାଯାଇଥାଏ। ଏହା ଫକୀରମୋହନଙ୍କର କାଳ୍ପନିକ ଚରିତ୍ର। ଆରମ୍ଭ, ଘଟଣା ପ୍ରବାହ, ଶୀର୍ଷବିନ୍ଦୁ ଏହିପରି ଭାବେ କାହାଣୀଟିଏ ସଜ୍ଜିତ ହୋଇଥାଏ ଉପନ୍ୟାସ ମାଧ୍ୟମରେ। ସୁଚିନ୍ତିତ ଓ କାହାଣୀଟିଏ ନିର୍ବାଚନ କରି ଉପନ୍ୟାସଟିଏ ଆରମ୍ଭ କରିବା କେଉଁ କେଉଁ ଘଟଣା ଦେଇ ଗତି କରାଇବେ ତାହା ଉପନ୍ୟାସକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ଘଟଣା ପ୍ରବାହ ଉପନ୍ୟାସ ମଧ୍ୟରେ ଚରିତ୍ର ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ। ଶେଷରେ ଶୀର୍ଷବିନ୍ଦୁରେ ମିଳନ, ବିଚ୍ଛେଦ ବା ଗଳ୍ପାଂଶର ପରିସମାପ୍ତି ଘଟାନ୍ତି। ଚରିତ୍ର ଚିତ୍ରଣ ମାଧ୍ୟମରେ କାହାଣୀ ଜୀବନ୍ତ ହୋଇଥାଏ। କାହାଣୀ ଏବଂ ଚରିତ୍ର ନେଇ ଉପନ୍ୟାସ ପିଣ୍ଡ ଗଠିତ। ଚରିତ୍ର ଇଂରାଜୀରେ କ୍ୟାରେକ୍ଟର କୁହାଯାଏ। ଏହା ଏକ ଗ୍ରୀକ୍ ଶବ୍ଦ ଯାହାର ଅର୍ଥ ଗଭୀର ଭାବେ ତର୍ଜମା କରିବା, ଟୁ କନ୍ସିଭ୍। ଉପନ୍ୟାସରେ କାହାଣୀ ମନେ ରହିନଥିଲେ ମଧ୍ୟ ତା'ର ଚରିତ୍ର ସବୁବେଳେ ସ୍ମରଣ ରହିଥାଏ। ଯେପରି ଗୋବିନ୍ଦ ଦାସଙ୍କର ଅମାବାସ୍ୟାର ଚନ୍ଦ୍ରରେ କାଉଲ୍ ଚରିତ୍ର ଏକ ଜୀବନ୍ତ ଚରିତ୍ର, ଯାହା ପାଠକ ମଧ୍ୟରେ ବଞ୍ଚି ରହିଛି। ନୋବେଲ ପୁରସ୍କାର ପ୍ରାପ୍ତ ଯୁଗୋସ୍ଲୋଭିଆର ଲେଖକ ଆଇଭୋ ଆନ୍ଦ୍ରିଙ୍କର ଡ୍ରିନା ନଦୀର ସେତୁରେ ମୁଖ୍ୟ ଚରିତ୍ର ଭାବରେ ଗୋଟିଏ ସେତୁ ବା ପୋଲକୁ ଗ୍ରହଣ କରାଯାଇଛି। ଉପନ୍ୟାସରେ ଦୁଇ ପ୍ରକାର ଚରିତ୍ରର ସମାବେଶ କରାଯାଇଥାଏ, ଯଥା ମୁଖ୍ୟ ଚରିତ୍ର ଓ ଗୌଣ ଚରିତ୍ର। ନାୟକ, ନାୟିକା ଓ ଅନ୍ୟ କେତେକ ପ୍ରଭାବଶାଳୀ ଚରିତ୍ର ଉପନ୍ୟାସର ମୁଖ୍ୟ ଚରିତ୍ର ଭାବେ ଗୃହୀତ ହୁଅନ୍ତି, କିନ୍ତୁ ଉପନ୍ୟାସରେ ସେମାନେ ସବୁ କିଛି ହୁଅନ୍ତି। ସେମାନଙ୍କୁ ଘେରି ରହିଛନ୍ତି ଗୌଣ ଚରିତ୍ରଗଣ, ଯେଉଁମାନେ ଗଳ୍ପାଂଶ ସହିତ ଘନିଷ୍ଠ ସମ୍ପର୍କ ରଖିନଥିଲେ ମଧ୍ୟ ସାମାଜିକ ପରିବେଶ ସୃଷ୍ଟି କରି କାହାଣୀର ଗତିଶୀଳତାରେ ଏବଂ ମୁଖ୍ୟ ଚରିତ୍ରଗୁଡ଼ିକରେ ବିକାଶ ସାଧନରେ ସହାୟକ କରିଥାନ୍ତି। ନାୟକର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଯେଉଁ ଚରିତ୍ର ଘଟଣାକ୍ରମେ ଆସିଥାଏ ତାହାକୁ ପ୍ରତିନାୟକ କୁହାଯାଏ। ପ୍ରତିନାୟକ ବେଳେବେଳେ ନିଜର ସ୍ୱଭାବ ଅନୁସାରେ ଦୁଷ୍ଟ ବା ଖଳ ଚରିତ୍ର ବା ଭିଲିଏନ୍ ଆଖ୍ୟା ପାଇଥାଏ। ଉପନ୍ୟାସରେ କେତେକ ପ୍ରତିନିଧି ସ୍ଥାନୀୟ ଚରିତ୍ର ଥାନ୍ତି। ସେମାନେ ସମାଜରେ ସାହୁକାର, ଓକିଲ, ଚଷା, ଶ୍ରମିକ, ଅଭିନେତ୍ରୀ, ନର୍ସ ଆଦି ବହୁ ଗୋଷ୍ଠୀର ପ୍ରତିନିଧିତ୍ୱ କରିଥାନ୍ତି। ସମଗ୍ର ଉପନ୍ୟାସରେ ଏମାନଙ୍କର ବୃତ୍ତିରେ ପରିବର୍ତ୍ତନ ଲକ୍ଷ୍ୟ ହୁଏ ନାହିଁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାଧୁ ଚରିତ୍ର ସାଧୁ ହୋଇ ଏବଂ ଅସାଧୁ ଚରିତ୍ର ସେହିପରି ଅସାଧୁ ହୋଇ ରହିଥାଏ। ଏଗୁଡ଼ିକ ଇଂରାଜୀରେ ଟାଇପ୍ କ୍ୟାରେକ୍ଟର ବୋଲି କୁହାଯାଏ। କେତେକ ପାଶ୍ଚାତ୍ୟ ସମାଲୋଚକ ଏ ପ୍ରକାର ଚରିତ୍ରକୁ ସରଳ ବା ସମତଳ ଚରିତ୍ର ଫ୍ଲାଟ୍ କ୍ୟାରେକ୍ଟର ଭାବରେ ନାମିତ କରନ୍ତି। 6 ମାଣ 8 ଗୁଣ୍ଠରେ ରାମଚନ୍ଦ୍ର ମଙ୍ଗରାଜଙ୍କର ଚମ୍ପା ଏବଂ ମାମୁଁ ଉପନ୍ୟାସରେ ଚିତ୍ରକଳା ଓ ସରସ୍ୱତୀ ଦେଇ ଆଉ କେତେକ ଚରିତ୍ର ସରଳ ନ ହୋଇ ଜଟିଳ ହୋଇଥାନ୍ତି। ଏ ଧରଣର ଚରିତ୍ର ସମାଲୋଚକମାନେ ଜଟିଳ ଚରିତ୍ର ବା ରାଉଣ୍ଡ କ୍ୟାରେକ୍ଟର ବୋଲି ଉଲ୍ଲେଖ କରିଛନ୍ତି।
ଏହିଭଳି ମାମୁଁ ଉପନ୍ୟାସରେ ନାଜର ନଟବର ଦାସ ଜଣେ ଜଟିଳ ଚରିତ୍ର ଦେଖିବାକୁ ମିଳେ। ଏଥିରେ ଚାରିତ୍ରିକ ପରିବର୍ତ୍ତନ ଘଟିଥାଏ। କୁନ୍ତଳା କୁମାରୀ ସାବତଙ୍କର ନଅତୁଣ୍ଡି, କାলীବୋହୂ, ପରଶମଣି, ରଘୁରକ୍ଷିତ ଉପନ୍ୟାସମାନଙ୍କରେ ନାରୀକୁ କେନ୍ଦ୍ର କରି ଚରିତ୍ର ଭାବେ ଉପସ୍ଥାପନା କରାଯାଇଛି। କେତେକ ଚରିତ୍ର କାଳ୍ପନିକ ଥାନ୍ତି ଏବଂ କେତେକ ପୌରାଣିକ ଥାନ୍ତି। ଦେଶ, କାଳ ଏବଂ ପରିବେଶ ଏହା ଉପନ୍ୟାସର ଅନ୍ୟ ଏକ ଉପାଦାନ। ଉପନ୍ୟାସରେ ବର୍ଣ୍ଣିତ କାହାଣୀର ସମକାଳୀନ ସାମାଜିକ ଚିତ୍ର ତଥା ପ୍ରାକୃତିକ ପରିବେଶର ବର୍ଣ୍ଣନା ଦେଶ, କାଳ ବା ପରିବେଶ ମିଲ୍ୟୁ ବା ସେଟିଂର ଅନ୍ତର୍ଗତ। ଉପନ୍ୟାସ ରଚନା କାଳରେ କଳ୍ପଲୋକରେ ଘୂରି ବୁଲୁଥିବା ଏହାର ଲେଖକଙ୍କର ଦେଶ, କାଳ ବା ପରିବେଶ ବାସ୍ତବ ଜଗତକୁ ଫେରାଇ ଆଣେ। ଫଳରେ ଔପନ୍ୟାସିକ କାହାଣୀ ଓ ଚରିତ୍ରକୁ ପରିବେଶ ଓ ଦେଶକାଳ ଅନୁସରଣ କରେ ଏବଂ ଉପନ୍ୟାସରେ ଫୁଟିଉଠେ ଯୁଗର ପ୍ରବୃତ୍ତି ଓ ଚିନ୍ତାଧାରା, ସାମାଜିକ ଚଳଣି ଏବଂ ପରମ୍ପରା। ପରିବେଶ ଉପନ୍ୟାସର ଆଭିମୁଖ୍ୟ ଅନୁସାରେ ହେବା ଉଚିତ। ଇତିହାସର ପୃଷ୍ଠଭୂମି ଉପରେ ଐତିହାସିକ ଉପନ୍ୟାସ ଗଢ଼ି ଉଠିଲେ ଯେପରି ପ୍ରାସଙ୍ଗିକ ଉପନ୍ୟାସ ସେହିପରି ସଙ୍ଗତ ଉପଭୋଗ୍ୟ ଦେବା ଯାହାର ପରିବେଶଗତ ବର୍ଣ୍ଣନା ହିଁ ଯୁଗୀୟ ପ୍ରବୃତ୍ତି ଓ ଚିନ୍ତାଧାରା, ସାମାଜିକ ବିଧିବିଧାନ ଓ ରାଜନୀତି ଇତ୍ୟାଦିର ପ୍ରକୃଷ୍ଟ ଚିତ୍ର ପ୍ରଦାନ କରିପାରେ। ଆଧୁନିକ କାଳରେ ପରିବେଶ ସୃଷ୍ଟି ପ୍ରତି ଔପନ୍ୟାସିକ ବେଶ୍ ସଚେତନ, କାରଣ ଉପନ୍ୟାସର ସାର୍ଥକତା ନିର୍ଭର କରୁଛି ପରିବେଶ ଉପରେ। ଘ ଉଦ୍ଦେଶ୍ୟ ମର୍ମବାଣୀ ମନୋହର କାହାଣୀ କହିବାରେ, ଜୀବନ୍ତ ଚରିତ୍ର ଚିତ୍ରଣରେ ଔପନ୍ୟାସିକଙ୍କୁ କେବଳ ପାରଦର୍ଶିତା ପ୍ରଦର୍ଶନ କରିବାକୁ ପଡ଼େ ନାହିଁ, ନିଜର ଉଦ୍ଦେଶ୍ୟକୁ ଯଥାର୍ଥ ଭାବେ ଫୁଟାଇବାକୁ ହୋଇଥାଏ। ସମାଜ ତାହା ଉପରେ ପକାଇଥିବା ପ୍ରଭାବ ଓ ସେ ସମାଜରୁ ଆରୋହଣ କରିଥିବା ଅନୁଭୂତିକୁ କଲମ ମୁନରେ ରୂପ ଦିଏ। ନିଜର ଅନୁଭୂତିକୁ ଫୁଟାଇବାକୁ ଚେଷ୍ଟା କରି ସେ ଉପନ୍ୟାସକୁ ଅନବଦ୍ୟ ରୂପ ଦିଏ। ଏହା ହିଁ ଉପନ୍ୟାସର ମର୍ମବାଣୀ ଏବଂ ଏହି ମର୍ମବାଣୀ ବିଦଗ୍ଧ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥାଏ। ଯେପରି କୁନ୍ତଳା କୁମାରୀ ନାରୀ ଉପନ୍ୟାସରେ ନାରୀଙ୍କୁ ଉଦ୍ଦେଶ୍ୟ ନେଇ ଉପନ୍ୟାସ ଲେଖିଥାନ୍ତି, ସେହିପରି ଉପନ୍ୟାସ ଅନେକ ଉଦ୍ଦେଶ୍ୟ ବା ମର୍ମବାଣୀ ରହିଥାଏ। ଦୃଷ୍ଟାନ୍ତ: ଅଧର୍ମବିତ୍ତ ବଡ଼େ ବହୁତ, ଗଲାବେଳେ ଯାଇ ମୂଳ ସହିତ। ଭାଷା ଓ ସଂଳାପ ଉପନ୍ୟାସର ଭାଷା ସାଧାରଣତଃ ସରଳ ଓ ସର୍ବଜନବୋଧ୍ୟ ହେବା ଉଚିତ, କାରଣ ଭାବ ପ୍ରକାଶର ମାଧ୍ୟମ ହେଉଛି ଭାଷା। ଅନ୍ୟାନ୍ୟ ଆଙ୍ଗିକ ବିଭବ ଭଳି ଭାଷା ପ୍ରତି ମଧ୍ୟ ଔପନ୍ୟାସିକ ଉପଯୁକ୍ତ ଦୃଷ୍ଟି ଦେବା ଉଚିତ। ଉପନ୍ୟାସରେ ଥିବା ସବୁ ଧରଣର ଭାଷା ପ୍ରୟୋଗ କରିବା ପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି। ଚରିତ୍ର ଓ ପରିବେଶକୁ ଜୀବନ୍ତ ଭାବେ ଫୁଟାଇବା ପାଇଁ ଉପଯୁକ୍ତ ଭାଷାର ବ୍ୟବହାର କରାଗଲେ ଉପନ୍ୟାସର କଳାଧର୍ମ ସୁରକ୍ଷିତ ହେବ। ସ୍ଥାନ, କାଳ, ପାତ୍ର ଅନୁସାରେ ନାଟକୀୟ, କାବ୍ୟିକ ତଥା ଲୋକମୁଖରେ ଭାଷା ହିଁ ଉପନ୍ୟାସର ପ୍ରଧାନ ସମ୍ପଦ। ନାଟକର ସଂଳାପ ଯେପରି ଅପରିହାର୍ଯ୍ୟ, ଉପନ୍ୟାସର ସଂଳାପ ସେହିପରି ଅପରିହାର୍ଯ୍ୟ ନୁହେଁ। ସଂଳାପ ଯୋଗୁଁ ଚରିତ୍ରର ଅନ୍ତଃରୂପ ପ୍ରକାଶିତ ହୁଏ। ଉପନ୍ୟାସରେ ପାତ୍ରାନୁସାରୀ ଭାଷା ଓ ଭାବାନୁସାରୀ ସଂଳାପ ପ୍ରଯୁକ୍ତ ହୋଇପାରିଲେ ଉପନ୍ୟାସ ସଫଳ ଓ ରସୋତ୍ତୀର୍ଣ୍ଣ ହୁଏ। ଶୈଳୀ ବା ଷ୍ଟାଇଲ ସବୁ ଔପନ୍ୟାସିକଙ୍କର ଶୈଳୀ ବା ଷ୍ଟାଇଲ ସମାନ ନୁହେଁ। ପ୍ରତ୍ୟେକଙ୍କ ଶୈଳୀରେ କିଛି ନା କିଛି ବିଶେଷତ୍ୱ ପରିଲକ୍ଷିତ ହୋଇଥାଏ। ଶୈଳୀରେ ଏହି ସ୍ୱତନ୍ତ୍ରଠାରୁ ହିଁ ଔପନ୍ୟାସିକଙ୍କର ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ। ଏହି ଶୈଳୀକୁ ବିଭିନ୍ନ ଭାବରେ ବିଭକ୍ତ କରିଥାନ୍ତି। ବର୍ଣ୍ଣନାତ୍ମକ ଶୈଳୀରେ ଔପନ୍ୟାସିକ ଚରିତ୍ର, କାହାଣୀ ଓ ପରିବେଶର ନିଖୁଣ ଚିତ୍ର ଦେବା ପାଇଁ ସୁବିସ୍ତୃତ ପଟଭୂମି ପାଇଥାଏ। କାହାଣୀକୁ ଅଧିକ ଜୀବନ୍ତ କରିବା ପାଇଁ ସେ ସାଧାରଣତଃ ଏହି ବର୍ଣ୍ଣନାତ୍ମକ ଶୈଳୀ ଆଶ୍ରୟ ନେଇଥାଏ, କାରଣ ଏଗୁଡ଼ିକ ସମାବେଶରେ ଉପନ୍ୟାସର ସ୍ୱରୂପ ବିକାଶ ଲାଭ କରିଥାଏ। ବିଶ୍ଳେଷଣାତ୍ମକ ଶୈଳୀ ବର୍ଣ୍ଣନାତ୍ମକ ଶୈଳୀଠାରୁ ଭିନ୍ନ। ଏହି ଶୈଳୀରେ ଚରିତ୍ରମାନଙ୍କ ଜରିଆରେ ଔପନ୍ୟାସିକ ନିଜ ମନୋଭାବ ପ୍ରକାଶ କରିବାକୁ ସମର୍ଥ ହୋଇଥାଏ। ଏହା ବ୍ୟତୀତ ସମକାଳୀନ ସମାଜର ଅନ୍ତଃରୂପକୁ ମଧ୍ୟ ବିସ୍ତୃତ ଭାବରେ ଉପସ୍ଥାପିତ କରିବାକୁ ସୁଯୋଗ ପାଇଥାଏ। ଆତ୍ମକଥନମୂଳକ ଶୈଳୀ ଅନ୍ୟ ଏକ ପ୍ରକାଶ ଶୈଳୀ, ଯେଉଁଥିରେ ସାମାଜିକ ଓ ଐତିହାସିକ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଥାଏ ଏବଂ ଘଟଣା ଓ ଚରିତ୍ରର ବର୍ଣ୍ଣନା ପ୍ରଥମ ପୁରୁଷରେ କରାଯାଇଥାଏ। ସମ୍ପୂର୍ଣ୍ଣ କଥାବସ୍ତୁଟି ନାୟକ ବା ନାୟିକା ମୁଖରେ ଉପସ୍ଥାପିତ ହୋଇଥାଏ। ଦୃଷ୍ଟାନ୍ତ: ଗାଁର ଡାକରେ ଭୁବନେଶ୍ୱର ବେହେରା ପତ୍ରଭିତ୍ତିକ ଶୈଳୀରେ ବା ରୀତିରେ କେତୋଟି ଚିଠି ମାଧ୍ୟମରେ ମଧ୍ୟ କାହାଣୀଟିଏ ଉପସ୍ଥାପିତ ହେବାର ଦେଖାଯାଏ। ବିଶ୍ୱ ସାହିତ୍ୟରେ ପ୍ରଥମ ଉପନ୍ୟାସର ଗୌରବ ଲାଭ କରିଥିବା ରିଚାର୍ଡସନଙ୍କର ପାମେଳା ଉପନ୍ୟାସ ଶୈଳୀରେ ରଚିତ। ଏହି ଦୃଷ୍ଟିରୁ ରଚନା ଶୈଳୀ ସରଳ ଓ ସାବଲୀଳ କରି ସମ ପ୍ରକାରର ପାଠକଙ୍କର ଆମୋଦିତ କରିବାକୁ ଦାୟିତ୍ୱ ଔପନ୍ୟାସିକ ଉପରେ। ଔପନ୍ୟାସିକ ରଚନାରେ ତେଣୁ ଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ଉପନ୍ୟାସର ବିକାଶକ୍ରମ ଆଧୁନିକ କାଳରେ ବିଭିନ୍ନ ପ୍ରକାର ଉପନ୍ୟାସ ଦେଖିବାକୁ ମିଳେ। ଆଧୁନିକ ଉପନ୍ୟାସ ହେଉଛି ମଣିଷ ଜୀବନର, ସମାଜ ଓ ଜଗତର ଏକ କାଳ୍ପନିକ ତଥା ବାସ୍ତବ ଗଦ୍ୟ କାହାଣୀ। ଏହା ଆଧୁନିକ ଜୀବନର ଗଦ୍ୟ ମହାକାବ୍ୟ। ପ୍ରାଚୀନ ମହାକାବ୍ୟ, ପୁରାଣ, କାବ୍ୟ, ଗୀତିନାଟ୍ୟ ମଧ୍ୟରେ ଜୀବନର ବିଶଦ ଚିତ୍ର ମିଳୁଥିଲେ ହେଁ ମଣିଷ ଜୀବନର ପୂର୍ଣ୍ଣାଙ୍ଗ ତଥ୍ୟ ସ୍ୱଳ୍ପୋତ କାଳରେ ଚିତ୍ର ପ୍ରକଟିତ ହୁଏ ଉପନ୍ୟାସରେ। ମଣିଷ ଜୀବନର ସୁଖ ଦୁଃଖ, ହର୍ଷ ବିଷାଦର ଚିତ୍ର ସଂସ୍କୃତ ରାମାୟଣ, ମହାଭାରତ, ଜାତକ କଥା,
ପଞ୍ଚତନ୍ତ୍ର, ଦଶକୁମାର ଚରିତ୍ର, କାଦମ୍ବରୀ ପ୍ରଭୃତି ପ୍ରକାଶ ଲାଭ କରିଛି। ସେହିପରି ଓଡ଼ିଆ ସାହିତ୍ୟରେ ସାରଳାଙ୍କ ମହାଭାରତରେ ବଳରାମଙ୍କର ଦାଣ୍ଡି ରାମାୟଣ, ରୁଦ୍ରସୁଧାନୀତି, ଶୁକବିଳାସ, ବ୍ରଜନାଥ ବଡ଼ୟନାଙ୍କ ଚତୁରବିନୋଦ ପ୍ରଭୃତି ବିଶଦ ଭାବେ ବର୍ଣ୍ଣିତ। ଆଧୁନିକ ଯୁଗ ବା ରାଧାନାଥ ଯୁଗର ପ୍ରାଚ୍ୟ ପାଶ୍ଚାତ୍ୟ ଶିକ୍ଷା ସଭ୍ୟତା ସଂସ୍କୃତିର ସଂଘର୍ଷରେ ନବଯୁଗ ସାହିତ୍ୟର ବିଭିନ୍ନ ବିଭାଗ ଆତ୍ମପ୍ରକାଶ ପାଇଛି। ବିଭିନ୍ନ ପତ୍ରପତ୍ରିକା ବିକାଶ ଫଳରେ କାବ୍ୟ କବିତା ସହିତ ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ ପ୍ରଭୃତି ଜନ୍ମ ଲାଭ କଲା। 1803 ମସିହାରେ ଇଂରେଜମାନଙ୍କର ଓଡ଼ିଶା ଅଧିକାର ପରଠାରୁ 1817ରୁ ପାଇକ ବିଦ୍ରୋହ, 1867 ନଅଙ୍କ ଦୁର୍ଭିକ୍ଷ, 1868-69ରେ ଭାଷା ବିଲୋପ ଆନ୍ଦୋଳନ ପ୍ରଭୃତି ଶିକ୍ଷିତ ଓଡ଼ିଆଙ୍କର ପ୍ରଚାର ବା ପ୍ରାଣର ନବଜାଗରଣ ସୃଷ୍ଟି କରିଥିଲା। 1877 ଓ 1878 ମସିହାରେ ଉତ୍କଳ ମଧୁପ ପତ୍ରିକାରେ ପ୍ରକାଶ ଲାଭ କରିଥିଲା ରାମଶଙ୍କର ରୋୟଙ୍କର ସୌଦାମିନୀ, ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ। ବିକଶିତ ପୂର୍ଣ୍ଣାଙ୍ଗ ଉପନ୍ୟାସ ପଦ୍ମମାଳୀ 1888, ବିଭାସିନୀ 1891, ଭୀମା ଭୂୟାଁ 1848 ପ୍ରକାଶ। 1908କୁ ଓଡ଼ିଆ ଉପନ୍ୟାସର ଉନ୍ମେଷ କାଳର ଆଦ୍ୟ ସଂକେତ ବୋଲି ଗ୍ରହଣ କରାଯାଇଥାଏ। କଥାବସ୍ତୁ, ରଚନାଶୈଳୀ, ଭାଷା ଓ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବିଚାରରୁ ଏ ତିନୋଟି ଉପନ୍ୟାସ ସମଧର୍ମୀ। ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ପଦ୍ମମାଳୀ ଉମେଶ ଚନ୍ଦ୍ର ସରକାରଙ୍କର। 1888 ମସିହାରେ ଔପନ୍ୟାସିକ ଉମେଶ ଚନ୍ଦ୍ର ସରକାର ନୀଳଗିରି ଓ ମୟୂରଭଞ୍ଜ ଇତିହାସକୁ ଆଧାର କରି ପଦ୍ମମାଳୀ ଉପନ୍ୟାସ ରଚନା କରିଥିଲେ। ଏହା ଏକ ଇତିହାସ ଗର୍ଭିତ ରୋମାନ୍ସଧର୍ମୀ ଲେଖା ବା ହିଷ୍ଟୋରିକାଲ ରୋମାନ୍ସ ଅଫ ଦ ଫିଉଡର ଷ୍ଟେଟ୍ସ। ଉତ୍କଳ ଦୀପିକାରେ ରାମଶଙ୍କରଙ୍କର ପୁତ୍ର ଗୌରୀଶଙ୍କର ଉତ୍କଳ ଦୀପିକାରେ ଲେଖିଥିଲେ, ପ୍ରକୃତ ଘଟଣା ସମ୍ବଳିତ କୌଣସି ଉପନ୍ୟାସ ଅବଧି ଓଡ଼ିଆ ଭାଷାରେ ପ୍ରଚଳିତ ହୋଇନଥିବାରୁ ଉମେଶ ବାବୁ ଏହି ପ୍ରଥମ ଉଦ୍ୟମ ବିଶେଷ ପ୍ରଶଂସନୀୟ। ଏହି ଖଣ୍ଡ ଓଡ଼ିଶାର ପ୍ରଥମ ନୋଭେଲ କହିଲେ ଅତ୍ୟୁକ୍ତି ହେବ ନାହିଁ। 1877 ଓ 78 ମସିହାରେ ଉତ୍କଳ ମଧୁପ ପତ୍ରିକାରେ ସୌଦାମିନୀ ନାମକ ଏକ ଉପନ୍ୟାସ ଧାରାବାହିକ ଭାବେ ପ୍ରକାଶ କରିଥିଲେ, କିନ୍ତୁ ପତ୍ରିକାଟି ପ୍ରକାଶନ ବନ୍ଦ ହୋଇଯିବାରୁ ସୌଦାମିନୀ ଉପନ୍ୟାସ ଅପୂର୍ଣ୍ଣାଙ୍ଗ ରହିଯାଇଥିଲା। ଅବଶ୍ୟ ବ୍ୟାସକବି ଫକୀରମୋହନ ସେନାପତି ଉତ୍କଳ ଭ୍ରମଣଂ କାବ୍ୟରେ ରାମଶଙ୍କର ରାୟଙ୍କୁ ପ୍ରଥମ ଉପନ୍ୟାସିକ ରୂପେ ସ୍ୱୀକାର କରି ଲେଖିଛନ୍ତି, ହେ ରାମଶଙ୍କର ମୋର ମାନୁଛି ମନକୁ, ହୋଇପାର ଭାଇ ତୁମ୍ଭେ ଗୌରୀ ପଛକୁ। ପ୍ରଥମ ନାଟକ ଆଉ ନଭେଲର ଲେଖା, ପ୍ରଥମର ତୁମ୍ଭଠାରେ ହେଲା ସିନା ଦେଖା। ସୌଦାମିନୀ ଉପନ୍ୟାସର ରଚନାକାଳ ଯଦିଓ ପଦ୍ମମାଳୀ ଉପନ୍ୟାସର ରଚନାକାଳ ପୂର୍ବରୁ, କିନ୍ତୁ ପୂର୍ଣ୍ଣାଙ୍ଗ ରୂପରେଖ ନଥିବାରୁ ପଦ୍ମମାଳୀ ଉପନ୍ୟାସକୁ ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରଥମ ଉପନ୍ୟାସ ରୂପେ ଗ୍ରହଣ କରାଯାଇଛି। ଗୋପାଳ ବଲ୍ଲଭ ଦାସଙ୍କର ଭୀମା ଭୂୟାଁ। ଭୀମା ଭୂୟାଁ ଉପନ୍ୟାସ 1908 ମସିହାରେ ପ୍ରକାଶ ପାଇଥିଲେ ହେଁ ପ୍ରକାଶ ପାଇବାର 10 ବର୍ଷ ପୂର୍ବରୁ ଗୋପାଳ ବଲ୍ଲଭ ଦାସ ଏହାକୁ ରଚନା କରିଥିଲେ। ଏଥିରେ ଆଦିବାସୀ ଭୂୟାଁମାନଙ୍କର ଜୀବନଯାତ୍ରା, ବିବାହ ପ୍ରଥା, ପର୍ବପର୍ବାଣି, ଅତିଥି ଚର୍ଚ୍ଚା, ଅନ୍ଧବିଶ୍ୱାସ, ବେଦବିଶ୍ୱାସର ଚିତ୍ର ଅତି ଚମତ୍କାର ଭାବେ ପରିବେଷଣ କରାଯାଇଛି। ଔପନ୍ୟାସିକ ଗୋପାଳ ବଲ୍ଲଭଙ୍କର ଭୀମା ଭୂୟାଁ ରଚନାକାଳରେ ଅପର୍ଣ୍ଣା ପାତ୍ରଙ୍କର କଳାବତୀ ଉପନ୍ୟାସ, କାମପାଳ ମିଶ୍ରଙ୍କର ଅମ୍ବିକା ଉପନ୍ୟାସ, ରାଜକିଶୋର ମହାନ୍ତିଙ୍କ ଆଦର୍ଶ କନ୍ୟା ଉପନ୍ୟାସ ଆଦି ରଚନା କରାଯାଇଥିଲା। ଓଡ଼ିଆ ଉପନ୍ୟାସ ସର୍ବଶ୍ରେଷ୍ଠ ବିନ୍ଧାଣୀ ଫକୀରମୋହନ ସେନାପତି 1843-1918। ମୋଟ ଉପରେ କହିବାକୁ ଗଲେ ଫକୀରମୋହନଙ୍କର ଉପନ୍ୟାସ ହେଉଛି ଓଡ଼ିଶାର ଦୀର୍ଘ 200 ବର୍ଷର ସାମାଜିକ, ସାଂସ୍କୃତିକ, ରାଜନୈତିକ ପଟ୍ଟଚିତ୍ରର ସତ୍ୟାତ୍ମକ ବିବରଣୀ। ଯଥାର୍ଥରେ ତେଣୁ ଡକ୍ଟର ମାୟାଧର ମାନସିଂହ ଲେଖିଛନ୍ତି, ଫକୀରମୋହନଙ୍କର ଉପନ୍ୟାସଗୁଡ଼ିକ ପ୍ରାକ୍ ବ୍ରିଟିଶ ଓ ପର ବ୍ରିଟିଶ 50 ବର୍ଷରେ ଓଡ଼ିଶାର କ୍ରମବିବର୍ତ୍ତନ ସାମାଜିକ ଜୀବନର ଏକ ଚିତ୍ରଶାଳା। କିନ୍ତୁ କେବଳ ତାଙ୍କର ନିର୍ଦ୍ଦେଶିତ ସ୍ତମ୍ଭ ଭାବରେ ହିଁ ସେଗୁଡ଼ିକ ମୂଲ୍ୟବାନ ନୁହନ୍ତି। ଫକୀରମୋହନ ଅସାଧାରଣ ଶକ୍ତି ନେଇ ଆସିଥିଲେ, ଯାହା ଥାଏ ପ୍ରତ୍ୟେକ ବଡ଼ ସ୍ରଷ୍ଟାଙ୍କଠାରେ। 50 ବର୍ଷ ପାର ହେଲା ପରେ ମଧ୍ୟ ଆଜି ସେନାପତିଙ୍କର ଉପନ୍ୟାସ ରାଜି ଶାଶ୍ୱତ ଆନନ୍ଦର ଉତ୍ସ ହୋଇ ରହିଅଛି। 1897 ମସିହାରେ 1915 ଏହି 18 ବର୍ଷ ମଧ୍ୟରେ ଫକୀରମୋହନ ତାଙ୍କର ସମସ୍ତ ଉପନ୍ୟାସ ସମାପ୍ତ କରିଛନ୍ତି। ସେଗୁଡ଼ିକ ହେଲା 6 ମାଣ 8 ଗୁଣ୍ଠ 1897, ଲଛମା 1901, ମାମୁଁ 1913, ପ୍ରାୟଶ୍ଚିତ 1915। ଏହିସବୁ ଉପନ୍ୟାସରେ ବର୍ଣ୍ଣିତ କାହାଣୀର ସମୟ ପରିଧି କିନ୍ତୁ ଭିନ୍ନ ଅଟେ। କାରଣ ଲଛମା କାହାଣୀର ପରିଧି 1720ରୁ 1800 ଖ୍ରୀଷ୍ଟାବ୍ଦ ମଧ୍ୟରେ, 6 ମାଣ 8 ଗୁଣ୍ଠ 1808ରୁ 1840 ଖ୍ରୀଷ୍ଟୀୟରେ, ମାମୁଁର 1841ରୁ 1808 ଖ୍ରୀଷ୍ଟାବ୍ଦ ମଧ୍ୟରେ ଏବଂ ପ୍ରାୟଶ୍ଚିତ ଯେକୌଣସି ପର୍ଯ୍ୟାୟକୁ ଆଲୋଚନା କଲେ ଫକୀରମୋହନଙ୍କର ଏହି 4ଟି ପର୍ଯ୍ୟାୟର ଉପନ୍ୟାସ ମିଳିତ ଭାବରେ ଓଡ଼ିଶାର ଯେପରି ଏକ ଇନସାଇକ୍ଲୋପିଡ଼ିଆ। ଫକୀରମୋହନଙ୍କର କାଳଜୟୀ ଉପନ୍ୟାସ 6 ମାଣ 8 ଗୁଣ୍ଠର ବର୍ଣ୍ଣନା ଶୈଳୀ ଓ ଆଭିମୁଖ୍ୟ କେବଳ ଓଡ଼ିଆ କାହିଁକି ପ୍ରତ୍ୟେକ ବିଶ୍ୱବାସୀଙ୍କ ଆତ୍ମାକୁ ଦୋହଲାଇ ଦେଇଥାଏ। ତେଣୁ ସୁରେନ୍ଦ୍ର ମହାନ୍ତି ଯଥାର୍ଥରେ କହିଛନ୍ତି, ଭାଷା ଭାବ ପରିବେଷଣ ଦୃଷ୍ଟିରୁ 6 ମାଣ 8 ଗୁଣ୍ଠ ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନ ଦାବୀ କରେ। ରାତ୍ରି ଶେଷରେ ପାହାନ୍ତି ଆକାଶ ଉଜ୍ଜ୍ୱଳ ଶୁକ୍ରତାରା ପରି ଊନବିଂଶ ଶତାବ୍ଦୀ ଶେଷରେ ଓଡ଼ିଆ ସାହିତ୍ୟର ଅନ୍ଧକାର ବୃତ ଦିଗ୍ବଳୟରେ 6 ମାଣ 8 ଗୁଣ୍ଠର ଅଭ୍ୟୁତ୍ଥାନ ହୋଇଥିଲା ଏକ ଉଜ୍ଜ୍ୱଳ ପ୍ରଭାତର ବାର୍ତ୍ତା ଧରି। ସେ ପ୍ରଭାତର ଜୟ ହୋଇଛି। 6 ମାଣ 8 ଗୁଣ୍ଠର ପୃଷ୍ଠାରେ ସେହି ପ୍ରଭାତର ଜୟଗୀତି କାଳେ କାଳେ
କାଳେ ଓଡ଼ିଆ ସାହିତ୍ୟ ସାଧକମାନଙ୍କୁ ଉଦ୍ବୁଦ୍ଧ କରିବା ସନ୍ଦେହ ନାହିଁ। ଏଥିରେ ମୁଖ୍ୟ ଚରିତ୍ର ରାମଚନ୍ଦ୍ର ମଙ୍ଗରାଜ ଏକ ଜମିଦାର ଶୋଷଣ ଦେଖିବାକୁ ମିଳେ। ତାଙ୍କ ଲିଖିତ ଲଛମା ଉପନ୍ୟାସର ଐତିହାସିକ ଭିତ୍ତିକ ଅଟେ। ଏଥିରେ ନାୟକ ବାଦଲ ସିଂ ଏବଂ ନାୟିକା ଲଛମା ବର୍ଗୀମାନଙ୍କର ଅତ୍ୟାଚାରରେ ମର୍ମସ୍ପର୍ଶୀ ଚିତ୍ର, ଉତ୍କଳର ଦୁର୍ଗାଧିପତି ଜୟଗୀତ ଲଛମା ଉପନ୍ୟାସରେ ମରହଟ୍ଟା ମୁସଲମାନମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳେ। ମାମୁଁ ଉପନ୍ୟାସରେ ଅମଳାତାନ୍ତ୍ରିକ ଶୋଷଣର ଜଘନ୍ୟ ପ୍ରବୃତ୍ତି ବିଶେଷ ଭାବରେ ଚିତ୍ରିତ। 1915 ମସିହାରେ ତାଙ୍କ ଲିଖିତ ପ୍ରାୟଶ୍ଚିତ ଉପନ୍ୟାସ ସମ୍ପୂର୍ଣ୍ଣ ଭାବେ ବୁଦ୍ଧିଦୀପ୍ତ, ଭାବଧର୍ମ, ତର୍କମୂଳକ, ସମସ୍ୟାଧର୍ମୀ ସାମାଜିକ ଉପନ୍ୟାସଟେ। ଏଥିରୁ ଫକୀରମୋହନଙ୍କର ସାର୍ବଜନୀନ ମନୋଭାବର ପରିଚୟ ମିଳିଥାଏ। ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି, ବୈଷ୍ଣବ ଚରଣ ଦାସ, ସବୁଜ ଯୁଗର ବିଖ୍ୟାତ 9 ଜଣଙ୍କ ଦ୍ୱାରା ରଚିତ ବାସନ୍ତୀ ଉପନ୍ୟାସ, ରାମଚନ୍ଦ୍ର ଆଚାର୍ଯ୍ୟ, କୁନ୍ତଳା କୁମାରୀ ସାବତ, ଗୋଦାବରୀଶ ମହାପାତ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ, କାହ୍ନୁଚରଣ ମହାନ୍ତି ଇତ୍ୟାଦି ଉପନ୍ୟାସକମାନଙ୍କ ସାହିତ୍ୟ ସୃଷ୍ଟିରେ ଆମେ ଦେଖୁ ଓଡ଼ିଶା ଇତିହାସର ଏକ ଅନ୍ଧକାର ଯୁଗର କାହାଣୀ। ଜାତୀୟ ଚେତନା ସମ୍ବଳିତ ଭଗବତ୍ ପ୍ରେମ, ଗାନ୍ଧୀବାଦୀ ଚେତନା, ସାଂସ୍କୃତିକ ଅବକ୍ଷୟ, ନୂଆ ସମାଜ ପ୍ରତିଷ୍ଠା କରିବାର ପରିକଳ୍ପନା ନାହିଁ, ଏମାନଙ୍କୁ ସୃଷ୍ଟି ଚେତନା ସର୍ବଶ୍ରେଷ୍ଠ ପରିଚାୟକ। ନନ୍ଦକିଶୋର ବଳଙ୍କର କନକଲତା, ବୈଷ୍ଣବ ଦାସଙ୍କର ମନେ ମନେ, ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ବୀର ଓଡ଼ିଆ, ଗୋଦାବରୀଶ ମିଶ୍ରଙ୍କର ପଟ୍ଟାନ୍ତର, ଗୋଦାବରୀଶ ଦାସଙ୍କ ରାଜଦ୍ରୋହୀ, ପ୍ରେମପଥେ, ବନ୍ଦୀର ମାୟା ପ୍ରଭୃତି ଉପନ୍ୟାସ ଅମ୍ଳାନ ପ୍ରତିଭାର ସର୍ବଶ୍ରେଷ୍ଠ ପ୍ରତିଭା। ସ୍ୱାଧୀନତାର ପୂର୍ବବର୍ତ୍ତୀ ଯୁଗସ୍ରଷ୍ଟା ଫକୀରମୋହନଙ୍କର ପରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଲିଖିତ ମାଟିର ମଣିଷ ଉପନ୍ୟାସ ବିଶେଷ ପ୍ରସିଦ୍ଧି ଲାଭ କରିଛି। ତଥାପି ତାଙ୍କର ଅନ୍ୟାନ୍ୟ ଉପନ୍ୟାସଗୁଡ଼ିକ ହେଲା ମୁକ୍ତାଗଡ଼ର କ୍ଷୁଧା, ଅମରଚିତା, ଲୁହାର ମଣିଷ, ଆଜିର ମଣିଷ ପ୍ରଭୃତି। କାହ୍ନୁଚରଣ ମହାନ୍ତିଙ୍କର ଜାତୀୟ ଐକ୍ୟ, ଜାତୀୟ ଚେତନା ଉପନ୍ୟାସର ପ୍ରତିଫଳିତ ହୋଇଥାଏ। କାହ୍ନୁଚରଣଙ୍କ ଜଣେ ଜୀବନବାଦୀ ଶିଳ୍ପୀ, ତମସାତୀରେ ସତ୍ୟବତୀ ଇତ୍ୟାଦି। ଓଡ଼ିଆ ଉପନ୍ୟାସ ସାହିତ୍ୟର ମଧ୍ୟପର୍ବର ଔପନ୍ୟାସିକ ଗୋପୀନାଥ ମହାନ୍ତି ବଳିଷ୍ଠ ପ୍ରଜ୍ଞାଧାରୀ ବ୍ୟକ୍ତିତ୍ୱ ଅଟନ୍ତି। ମଣିଷର ପ୍ରତ୍ୟେକ ଅବସ୍ଥା ସହିତ ଅନ୍ତରଙ୍ଗ ଭାବେ ସଚେତନ ଔପନ୍ୟାସିକ। ଗୋପୀନାଥ ମହାନ୍ତି ତାଙ୍କ ପ୍ରତ୍ୟେକ ଉପନ୍ୟାସରେ ମଣିଷର ସ୍ୱରୂପକୁ ଟିକିନିଖି ଭାବେ ବ୍ୟକ୍ତ କରିପାରିଛନ୍ତି। ବିଶେଷତଃ ପୁଞ୍ଜିପତି ଧନୀଗୋଷ୍ଠୀଙ୍କ ଦ୍ୱାରା ଶୋଷିତ, ଅବହେଳିତ ଆଦିବାସୀ ଓ ହରିଜନମାନଙ୍କର ଜୀବନଚର୍ଯ୍ୟା, ଆଧୁନିକ ଯୁଗର ଚାକିରି ଜୀବନର ଉନ୍ନତି ପାଇଁ ପ୍ରତୀକ ଉପରିସ୍ଥ ଅଭିସରଣକୁ ଉପହାର ଦେବା ତଥା ମନୁଷ୍ୟର ଜୟଗାନ ହୋଇଛି ତାଙ୍କ ଉପନ୍ୟାସର ବୈଶିଷ୍ଟ୍ୟ। ଔପନ୍ୟାସିକଙ୍କର ଉପନ୍ୟାସଗୁଡ଼ିକ ମନଗହନର ଚାଷ, ଦାଦିବୁଢ଼ା, ପରଜା, ହରିଜନ, ଅମୃତର ସନ୍ତାନ, ଦାନାପାଣି, ଅପହଞ୍ଚ, ଲୟ ବିଲୟ, ମାଟିମଟାଳ ଇତ୍ୟାଦି। ଏ ଯୁଗର ଖ୍ୟାତିନାମା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ତାଙ୍କର ଉପନ୍ୟାସଗୁଡ଼ିକ ହେଲା ନୀଳଶୈଳ, କାଳାନ୍ତର, ହଂସଗୀତି, କଲେଜ ଜୀବନ, ବଧୂ, ପ୍ରିୟା, ଅନ୍ଧଦିଗନ୍ତ ପ୍ରଭୃତି। ତାଙ୍କ ଉପନ୍ୟାସ ଚରିତ୍ର ଚିତ୍ରଣର ଜୀବନ୍ତ ପରିବେଷଣ ପ୍ରତ୍ୟେକ ପାଠକ ପ୍ରାଣରେ ନୂତନ ସ୍ପନ୍ଦନ ସୃଷ୍ଟି କରିଥାଏ। ତାଙ୍କର ତତ୍ତ୍ୱଦର୍ଶୀ ଆଲୋଚନାରେ ତାଙ୍କର ଗଭୀର ମନନଶୀଳତାର ପରିଚୟ ମିଳିଥାଏ। ଏହି ପର୍ବରେ ପ୍ରାୟ ପ୍ରତ୍ୟେକ ଔପନ୍ୟାସିକ ଊଣାଧିକେ ଫକୀରମୋହନଙ୍କ ଦ୍ୱାରା ପ୍ରଭାବିତ ହୋଇଥିବାର ସୁସ୍ପଷ୍ଟ। ଏହି ସମୟରେ କେତେକ ଔପନ୍ୟାସିକମାନଙ୍କର ଚରିତ୍ର ମନସ୍ତାତ୍ତ୍ୱିକ ବିଶ୍ଳେଷଣ, ଜାତୀୟତାବୋଧ, ଉଚ୍ଚକୋଟୀର ଜୀବନଦର୍ଶନ, ପୁଞ୍ଜିପତି ଓ ଧନିକ ଗୋଷ୍ଠୀଙ୍କ ଶୋଷଣ ପ୍ରଭୃତି, ଜାତିଭେଦ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନର ଚିତ୍ର ବିଶେଷ ଭାବେ ପ୍ରତିଫଳିତ ହୋଇଥିବାର ଦେଖାଯାଏ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ବିକାଶଧାରା। ସ୍ୱାଧୀନତା ପରେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହୋଇଛି। ଶିଳ୍ପାୟନର ଦ୍ରୁତ ବିକାଶ ସାଙ୍ଗକୁ ଗ୍ରାମୀଣ ଜୀବନଧାରା ସ୍ଥାଣୁ ପାଲଟିବ ସହ ସହରୀ ଜୀବନଧାରାର ବିକାଶ ଘଟିଛି। ସାମାଜିକ ଜୀବନରେ ନବ୍ୟଶିକ୍ଷିତ ଆଧୁନିକ ଯୁବଗୋଷ୍ଠୀର ପ୍ରାଧାନ୍ୟ ଦେଖିବାକୁ ମିଳେ। ଗାନ୍ଧିଜୀଙ୍କର ସ୍ୱପ୍ନର ରାମରାଜ୍ୟ ସ୍ୱପ୍ନରେ ରହିଯାଇଛି। ବିଶେଷ କରି ସ୍ୱାଧୀନତା ପ୍ରାପ୍ତି ପରେ ସାମ୍ପ୍ରଦାୟିକତା, ଦଙ୍ଗା, ଦେଶ ବିଭାଜନ ଓ ପୂର୍ବର୍ଯ୍ୟସ୍ତ ମୂଲ୍ୟବୋଧ ତତ୍କାଳୀନ ସାମାଜିକ ବ୍ୟବସ୍ଥାକୁ ରୁଗ୍ଣ କରିଦେଇଛି। ଗାନ୍ଧିଜୀଙ୍କର ସତ୍ୟ, ଶାନ୍ତି, ଅହିଂସା ସତେ ଯେପରି ଅସତ୍ୱର କଳା ବାଦଲରେ ଲୁଚିଯାଇଛି। ସ୍ୱାଧୀନତା ପରବର୍ତ୍ତୀ ଉପନ୍ୟାସ ଯେଉଁ ପୃଷ୍ଠଭୂମି ନେଇ ଗଢ଼ି ଉଠିଥିଲା ତାହା ହେଉଛି ବିଶ୍ୱରେ ସୃଷ୍ଟି ହୋଇଥିବା ପ୍ରମୁଖ ଘଟଣା, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରଭାବ, ପ୍ରତିକ୍ରିୟା। ଭାରତର ସ୍ୱାଧୀନତା ପ୍ରାପ୍ତି, ଗାନ୍ଧିଜୀଙ୍କ ରାମରାଜ୍ୟର ସ୍ୱପ୍ନଭଙ୍ଗ, ଏକ ରାଜନୈତିକ ଭ୍ରଷ୍ଟାଚାର, ଗାନ୍ଧୀ, ମାର୍କ୍ସ ଓ ଫ୍ରଏଡଙ୍କର ଦର୍ଶନର ପ୍ରଭାବ, ପ୍ରତିକ୍ରିୟା, ସ୍ଥିତିବାଦୀ ଚେତନାର ପ୍ରୟୋଗ, ପରୀକ୍ଷା, ସମାଜ ପରିବର୍ତ୍ତେ ବ୍ୟକ୍ତି ସଚେତନା, ଭାଷା, ଧର୍ମ, ଜାତି ଓ ସମ୍ପ୍ରଦାୟକୁ ଦ୍ୱନ୍ଦ୍ୱ, ଉପନିବେଶବାଦର ଆଧିପତ୍ୟ, ବିଜ୍ଞାନର ଦ୍ରୁତ ବିକାଶ ସାଙ୍ଗକୁ ମନୁଷ୍ୟର ଚିନ୍ତା ଚେତନାରେ ପରିବର୍ତ୍ତନ। 1990 ମସିହା ବେଳକୁ ଜାଗତିକରଣର ପ୍ରଭାବ, 1994 କେୟାର ଚୁକ୍ତି ଫଳରେ ବିଶ୍ୱ ବାଣିଜ୍ୟ ସଂଗଠନର ଅବାଧ ପ୍ରବେଶ ଦ୍ୱାରା ସୃଷ୍ଟି ହୋଇଥିବା ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମସ୍ୟା, ପାଶ୍ଚାତ୍ୟ ସାହିତ୍ୟର ପ୍ରୟୋଗବାଦୀ ଧାରାର ପ୍ରଭାବ ଆଦି ଅନେକ ଘଟଣା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଔପନ୍ୟାସିକମାନଙ୍କୁ ପ୍ରଭାବିତ କରିଥିଲା। କାହ୍ନୁଚରଣ ମହାନ୍ତି 1906 - 1994।
ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟ କ୍ଷେତ୍ରରେ ଜଣେ ପଥକୃତ ସ୍ରଷ୍ଟା ହେଉଛନ୍ତି କାହ୍ନୁଚରଣ ମହାନ୍ତି। ଆଧୁନିକ ସମାଜ ଜୀବ ମଣିଷର ମାନସିକ ଦ୍ୱନ୍ଦ୍ୱ ଯାନ୍ତ୍ରିକ ସଭ୍ୟତାର ଦ୍ୱିଧାଗ୍ରସ୍ତ ମଣିଷର ମନର କଥାକୁ ଔପନ୍ୟାସିକ ନିଜ ଉପନ୍ୟାସରେ ସ୍ଥାନ ଦେଇଛନ୍ତି। ମୁଖ୍ୟତଃ ସାମାଜିକ ଓ ଜାତୀୟ କଥାବସ୍ତୁକୁ ନେଇ କାହ୍ନୁଚରଣ ପ୍ରତିଟି ଉପନ୍ୟାସ ଗତିଶୀଳ। ତାଙ୍କ ଲେଖନୀରେ ଜୀବନର ସତ୍ୟ ଶିବ ସୁନ୍ଦର ଚିତ୍ର ଫୁଟି ଉଠିଛି। ସେହିପରି ମାନବ ସମାଜର ପାପ ପଙ୍କିଳ ଅପବିତ୍ର ଆଖ୍ୟାନ ଉପାଖ୍ୟାନ ମନ ଅପୂର୍ବ କଳାତ୍ମକ ରୀତିରେ ପରିବେଷିତ ହୋଇଅଛି। ପୁଞ୍ଜିପତିଙ୍କର ଶୋଷଣ ମନୋବୃତ୍ତି ଓ ବ୍ୟଭିଚାରର ନଗ୍ନଚିତ୍ର ଉପସ୍ଥାପନ କରିଛନ୍ତି। କାହ୍ନୁଚରଣଙ୍କ ସୃଷ୍ଟିଗୁଡ଼ିକର ବୈଶିଷ୍ଟ୍ୟ ହେଉଛି ସାଧାରଣ ନାରୀକୁ ଅସାଧାରଣ କରି ଗଢ଼ି ତୋଳିବା। ନାରୀ ଚରିତ୍ର ନେଇ ତାଙ୍କ ଉପନ୍ୟାସଟି ଗତିଶୀଳ। ଯେପରି ସାଧାରଣ ନାରୀ ମନରେ ସୃଷ୍ଟି କରିଛନ୍ତି ସ୍ନେହ ପ୍ରେମର ମନ୍ଦାକିନୀ ଧାରା। ଔପନ୍ୟାସିକଙ୍କର ଉପନ୍ୟାସର ଭାବଧାରାକୁ 5 ଭାଗରେ ବିଭକ୍ତ କରାଯାଇପାରେ ଯଥା ପ୍ରେମ ନିହିତ ଚିତ୍ର, ମତବାଦ ପ୍ରଧାନ, ସମସ୍ୟାମୂଳକ, ଓଡ଼ିଶାର ଐତିହ୍ୟ, ସମାଜ ସଂସ୍କାରମୂଳକ, ମାନବିକ ବାସ୍ତବବାଦ, ଶାସ୍ତି, ପଳାତକ, ଝଞ୍ଜା। 1950 କା ମିଳନର ଛନ୍ଦ 1951, କା 1955, ବଜ୍ରବାହୁ 1959, ବଗବଗୁଲି 1964, ତମସା-ତୀର 1967, କ୍ଷଣ କ୍ଷଣକେ ଆନ 1975 ପ୍ରଭୃତି ଉପନ୍ୟାସ ରଚନା କରି ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ବଳିଷ୍ଠ କରିଛନ୍ତି। କାହ୍ନୁଚରଣଙ୍କର ସ୍ୱାଧୀନତା ପରବର୍ତ୍ତୀ ଉପନ୍ୟାସ ନାରୀ ମନୋବିଶ୍ଳେଷଣକୁ ଗୁରୁତ୍ୱ ଦେଉଥିବାର ଜଣାଯାଇଛି। ଝଞ୍ଜା ଉପନ୍ୟାସର ମୁଖ୍ୟ ଚରିତ୍ର କ୍ଷଣପ୍ରଭା ସଂଘର୍ଷମୟ ଜୀବନକୁ ଦେଖିବାକୁ ମିଳେ। ମିଳନର ଛନ୍ଦ ଉପନ୍ୟାସ ମଧ୍ୟ ନାରୀ ମନସ୍ତତ୍ୱକୁ ନେଇ ଗତିଶୀଳ। ଉପନ୍ୟାସର ମୁଖ୍ୟ ଚରିତ୍ର ରଶ୍ମି ଜଣେ ସ୍ୱାଧୀନ ଚେତନାର ଆଦର୍ଶ ଅପେକ୍ଷା ବାସ୍ତବତାକୁ ଉପନ୍ୟାସରେ ଅଧିକ ଗୁରୁତ୍ୱ ଦିଆଯାଇଛି। କା ଉପନ୍ୟାସଟି ଔପନ୍ୟାସିକଙ୍କ ଏକ ସାର୍ଥକ ସୃଷ୍ଟି। ନାରୀ ମନସ୍ତତ୍ୱକୁ ନେଇ ଉପନ୍ୟାସଟି ଗତିଶୀଳ। ଉପନ୍ୟାସର ମୁଖ୍ୟ ଚରିତ୍ର ନନ୍ଦିକାର ନାରୀତ୍ୱକୁ ସୁନ୍ଦର ଭାବରେ ବିଶ୍ଳେଷଣ କରାଯାଇଛି। କା ଉପନ୍ୟାସ ପାଇଁ 1958ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତଥାସ୍ତୁ ଉପନ୍ୟାସରେ ପୌରାଣିକ ଉପାଖ୍ୟାନ ଉପରେ ଗଢ଼ି ଉଠିଥିବା ଏକ ସାମାଜିକ ଉପନ୍ୟାସ। ମୁଖ୍ୟ ଚରିତ୍ର ନବୀନ। ସାବତ ମା'ର ଯନ୍ତ୍ରଣାକୁ ଏଠାରେ ଉପସ୍ଥାପନା କରାଯାଇଛି। ବଗଳା ବଗୁଳି ଉପନ୍ୟାସଟି ଔପନ୍ୟାସିକଙ୍କର ଏକ ଭିନ୍ନ ଧରଣର ଉପନ୍ୟାସ। ଭୂତ ପ୍ରେତ କାହାଣୀକୁ ନେଇ ଉପନ୍ୟାସର ନାୟକ ବିଷୟବସ୍ତୁକୁ ଆଗେଇ ନେଇଛନ୍ତି ନାୟିକା ଅତସୀ ନିକଟରେ। ତମସା-ତୀର ଏପିକ୍ ଶୈଳୀରେ ରଚିତ ଢେଉ ଢେଉକ ଉପନ୍ୟାସଟି ଏକ ମନସ୍ତତ୍ୱଧର୍ମୀ ଉପନ୍ୟାସ। ଏଥିରେ ନାୟିକା ରମା ଏବଂ ନାୟକ ସୁକାନ୍ତ ମନ ଜାଣି ପାପ ଉପନ୍ୟାସ ଭାଗ୍ୟବାଦ ଉପରେ ଗୁରୁତ୍ୱ ଦେଇଛନ୍ତି। କଥାବସ୍ତୁ ଦୃଷ୍ଟିରୁ କାହ୍ନୁଚରଣଙ୍କର ଉପନ୍ୟାସଗୁଡ଼ିକ ବିଚାର କଲେ ସମସ୍ତ ଦୋଷ ଦୁର୍ବଳତା ସତ୍ତ୍ୱେ ତାଙ୍କ ମହତ୍ତ୍ୱ ଅକ୍ଷୁଣ୍ଣ ରହିବ। ଥୋମାସ ହାର୍ଡ଼ିଙ୍କର ଉଡ୍ଲ୍ୟାଣ୍ଡର ଛାୟା ଶାସ୍ତି ଉପରେ ପଡ଼ିଛି। ରିଟର୍ନ ଅଫ୍ ଦ ନେଟିଭ୍ର ଛାୟା ଅଦେଖା ହାତ ଉପରେ ପଡ଼ିଛି। ବଙ୍ଗଳା ସ୍ଥାବର ଉପନ୍ୟାସର ଛାୟା ଶର୍ବରୀ ଉପରେ ପଡ଼ିଛି। ସତ୍ୟାନନ୍ଦ ବେହୁରା 1906-95 ସ୍ୱାଧୀନତା ପରବର୍ତ୍ତୀ ଔପନ୍ୟାସିକ ରୂପେ ସତ୍ୟାନନ୍ଦ ବେହୁରା ଦୃଷ୍ଟିଗୋଚର ହୋଇଥାନ୍ତି। ତାଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ସ୍ମୃତିର ପୂଜା, ରାଧାନାଥର ସ୍ତ୍ରୀ, ସ୍ୱର୍ଣ୍ଣ ଓ ସାରସ, ଦାବୀ ଓ ଦାନ, ଚିତା ଦାନବ, ଭିନେଘର, ଜୟ ବିଜୟ, ସ୍ୱର୍ଣ୍ଣ ପ୍ରଦୀପ, ଶ୍ରୀମତୀ ପଟ୍ଟନାୟକଙ୍କର ବୈଠକୀଖାନା ପ୍ରଭୃତି। କମଳାକାନ୍ତ ଦାସ 1906-82 ଫକୀରମୋହନ ଭଳି କମଳାକାନ୍ତ ଦାସ ନିଜର ଉପନ୍ୟାସରେ ବିଷୟବସ୍ତୁକୁ ସମାଜର ବାସ୍ତବ ଘଟଣାକୁ ଗ୍ରହଣ କରିଥାନ୍ତି। ଏହା ହିଁ ତାଙ୍କର ବୈଶିଷ୍ଟ୍ୟ। ତାଙ୍କ ଉପନ୍ୟାସଗୁଡ଼ିକ ବୋଉ, ମନଚୋରି, ଭାଇ ଭାଉଜ, ସହର ମଫସଲ, ମଦଭାଟି, ଦୀପଶିଖା, ମିଳନର ସନ୍ଧ୍ୟା, 24 ନମ୍ବର କ୍ୟାବିନ୍ ପ୍ରଭୃତି ବୃଦ୍ଧିମନ୍ତ କରିଛି। କୁଞ୍ଜ ବିହାରୀ ଦାସ 1914-94 ଲୋକରତ୍ନ ଡକ୍ଟର କୁଞ୍ଜ ବିହାରୀ ଦାସ ହେଉଛନ୍ତି ସ୍ୱାଧୀନତା ପରବର୍ତ୍ତୀ ଜଣେ ସାର୍ଥକ ଔପନ୍ୟାସିକ। ମଣିମା ଶୁଣିମା ହେଉ, ମଶାଣି ତୁଳସୀ, କି କଥା କଲିକତା, ରାମାୟଣ ପ୍ରଭୃତି ଉଲ୍ଲେଖନୀୟ କୃତି। ମଣିମା ଶୁଣିମା ହେଉ ଉପନ୍ୟାସଟି ଓଡ଼ିଶାର ରାଜା ରାଜୁଡ଼ାଙ୍କର ଜୀବନ ପ୍ରଣାଳୀ ଶାସନ ବ୍ୟବସ୍ଥାକୁ ନେଇ ଗତିଶୀଳ। ଏହାର ମୁଖ୍ୟ ଚରିତ୍ର ହେଉଛନ୍ତି ଗୋବର୍ଦ୍ଧନ। ସ୍ୱାଧୀନତା ପରବର୍ତ୍ତୀ ରାଜନୀତି ଅବକ୍ଷୟ ରୂପ ଓ ସାମାଜିକ ଅବିଶ୍ୱାସକୁ ନେଇ ଉପନ୍ୟାସର କଳେବର ସମୃଦ୍ଧ ହୋଇଅଛି। ମଶାଣି ତୁଳସୀ 1980 ଉପନ୍ୟାସ ପ୍ରାକ୍ ସ୍ୱାଧୀନତା କାଳର ସମସ୍ୟାକୁ ନେଇ ରଚିତ। ରାମାୟଣ ଉପନ୍ୟାସରେ ସ୍ୱାଧୀନତା ପରବର୍ତ୍ତୀ ଜୀବନଶୈଳୀକୁ ରୂପ ଦିଆଯାଇଛି। ଧାର୍ମିକ ଚେତନାର ଭଣ୍ଡ ବାବାଜୀର କୁଳସିତ କାର୍ଯ୍ୟ ଓ ଠକାମୀ ଗ୍ରାମର ଟାଉଟର ପ୍ରଭୃତିକୁ ଲୋକମାନଙ୍କ ଚଞ୍ଚଳତାକୁ ନେଇ ଉପନ୍ୟାସଟା ଗତିଶୀଳ। ଗ୍ରାମର ଦୁରାବସ୍ଥା ଚିତ୍ରକୁ ନେଇ ଉପନ୍ୟାସଟି ଗତିଶୀଳ। ଗୋପୀନାଥ ମହାନ୍ତି 1914-91
ଓଡ଼ିଆ କଥା ସାହିତ୍ୟରେ ଜଣେ ଅଦ୍ୱିତୀୟ ସ୍ରଷ୍ଟା ହେଉଛନ୍ତି ଗୋପୀନାଥ ମହାନ୍ତି। ଆଦିବାସୀ ଜୀବନଧାରା, ସହରୀ ମଣିଷର ଜୀବନଚର୍ଯ୍ୟା, ସାମାଜିକ ସମସ୍ୟା ଆଦି ବାସ୍ତବ ଘଟଣାକୁ ନେଇ ତାଙ୍କ ଉପନ୍ୟାସକୁ ଗତିଶୀଳ। ତାଙ୍କର ମୁଖ୍ୟତଃ 4ଟି ପର୍ଯ୍ୟାୟରେ ଉପନ୍ୟାସକୁ ବିଭକ୍ତ କରାଯାଇଛି। ଆଦିବାସୀ ହରିଜନ ସମ୍ପ୍ରଦାୟ ଉପନ୍ୟାସ ଦାଦି ବୁଢ଼ା 1944, ପରଜା 1945, ଅମୃତର ସନ୍ତାନ 1949, ଅପହଞ୍ଚ 1961, ହରିଜନ 1948। ନଗର କେନ୍ଦ୍ରିକ ବା ସହରୀ ସଭ୍ୟତାମୂଳକ ଉପନ୍ୟାସ ଶରତ ବାବୁଙ୍କ ବୋଲି 1950, ସପନ ମାଟି 1954, ନାନାପାଣି 1955, ପାହାନ୍ତ ଅନଳ ନଳ 1973। ଗ୍ରାମ୍ୟ ଜୀବନ ଭିତ୍ତିକ ଉପନ୍ୟାସ ଦୁଇ ପତ୍ର 1954, ମାଟିମଣ୍ଡଳ 1964, ଦିଗ ଦିହୁଡ଼ି 1979। ବ୍ୟକ୍ତିକେନ୍ଦ୍ରିକ ମନ ବିଶ୍ଳେଷଣଧର୍ମୀ ଉପନ୍ୟାସ ମନଗହନର ଚାଷ 1940, ରାହୁର ଛାୟା 1952 ଏବଂ ଲୟବିଲ 1971। ଦାଦି ବୁଢ଼ା ଉପନ୍ୟାସ ଏକ ଆଦିବାସୀ ଜୀବନଧାରାକୁ ନେଇ ରଚିତ। ଏହି ଉପନ୍ୟାସର ମୁଖ୍ୟ ନାୟକ ହେଉଛି ରାମ ନାଇକ। ପରଜା ଉପନ୍ୟାସଟି କୋରାପୁଟର ଆଦିବାସୀ ପରଜାମାନଙ୍କର ଜୀବନ ସମସ୍ୟାକୁ ନେଇ ରଚିତ। ସହରୀ ଆଭିଜାତ୍ୟ କିପରି ଆଦିବାସୀ ପରଜାଙ୍କର ଶୋଷଣ ତାହାର ଆଲେଖ୍ୟ ହେଉଛି ପରଜା ଉପନ୍ୟାସ। ଆଲୋଚ୍ୟ ଉପନ୍ୟାସରେ ଶୋଷଣର ଚରିତ୍ର ରାମଚନ୍ଦ୍ର ବିଶୋଇ, ଶୋଷିତ ଶ୍ରେଣୀର ସରସୁପଦାର ଗାଁର ଶୁକ୍ରୁଜାନି, ମାଣ୍ଡିଆଜାନି ଓ ଟିକରାଜାନି ଇତ୍ୟାଦି। ଅମୃତର ସନ୍ତାନ ଉପନ୍ୟାସରେ ଆଦିବାସୀ ମଣିଷର ଦୈନନ୍ଦିନ ଚଳଣିକୁ ଅତ୍ୟନ୍ତ ଜୀବନ୍ତ ଭାବରେ ବ୍ୟକ୍ତ କରିଛନ୍ତି ଔପନ୍ୟାସିକ ଗୋପୀନାଥ ମହାନ୍ତି। ପୁୟୁ ଓ ଦିଉଡ଼ି ହେଉଛନ୍ତି ଆଲୋଚ୍ୟ ଉପନ୍ୟାସର ମୁଖ୍ୟ ଚରିତ୍ର। ଶିବ ଭାଇ ଉପନ୍ୟାସରେ ମୁଖ୍ୟ ଚରିତ୍ର ଶିବୁକନ୍ଧ ସମାଜସେବୀ ରୂପେ ବିନୋବା ଭାବେଜୀଙ୍କର ଆଦର୍ଶ ପ୍ରଚାର କରିଛି। ଅପହଞ୍ଚ ଉପନ୍ୟାସରେ ଔପନ୍ୟାସିକ ଆଦିବାସୀ ଜୀବନ ଧାରାର ସୁନ୍ଦର ଭାବେ ବିଶ୍ଳେଷଣ କରିଛନ୍ତି। ମୁଖ୍ୟ ଚରିତ୍ର ଏକ ଟିମାୟା ଡୋରା। ଉଭୟ ଶିବ ଭାଇ ଓ ଅପହଞ୍ଚ ଉପନ୍ୟାସ ପ୍ରଚାରଧର୍ମୀ। ସହରୀ ତଳି ଅଞ୍ଚଳରେ ପୋକମାଛ ପରି ବଞ୍ଚୁଥିବା ମଣିଷର ମର୍ମଗାଥା ହେଉଛି ହରିଜନ ଉପନ୍ୟାସ। ଥିଲାବାଲା ନଥିଲାବାଲା ମଧ୍ୟରେ ସଂଘର୍ଷକୁ ଦେଖିବାକୁ ମିଳେ। ଦାନାପାଣି ଉପନ୍ୟାସଟି ଚାକିରିଆ ଜୀବନ୍ତ ଚିତ୍ରର ଭାସ୍ୱର। ମୁଖ୍ୟ ଚରିତ୍ର ବଳିଦତ୍ତ। ଆକାଶ ସୁନ୍ଦରୀ ଉପନ୍ୟାସରେ ଔପନ୍ୟାସିକ ନୂତନ ପରୀକ୍ଷା କରିଥିବାର ଦେଖିବାକୁ ମିଳେ। ମୁଖ୍ୟ ଚରିତ୍ର ଶଗଡ଼ିଆ ଓ ରିଫ୍ୟୁଜି ପଞ୍ଜାବୀ। ମାଟିମଟାଳ ଉପନ୍ୟାସ ଗୋପୀନାଥ ମହାନ୍ତିଙ୍କର ଜ୍ଞାନପୀଠ ପୁରସ୍କୃତ କରିବାର ସୁଯୋଗ ଦେଇଛି। 1873 ସେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ଉପନ୍ୟାସଟିର ପ୍ରେରଣାଭୂମି ହେଉଛି ଋଗ୍ବେଦ ଓ ସେକ୍ସପିୟରଙ୍କର ନାଟକ। ମୁଖ୍ୟ ଚରିତ୍ର ରବି। ସୁରେନ୍ଦ୍ର ମହାନ୍ତି 1922-90। ସ୍ୱାଧୀନତା ପରବର୍ତ୍ତୀ ଶ୍ରେଷ୍ଠ ଔପନ୍ୟାସିକ ଓ ଗାଳ୍ପିକ ଖ୍ୟାତି ଅର୍ଜନ କରିଛନ୍ତି। ସେ ତାଙ୍କ ଉପନ୍ୟାସକୁ 5 ଭାଗରେ ବିଭକ୍ତ କରିଛନ୍ତି। ସାମାଜିକ ଉପନ୍ୟାସ କଲେଜ ବୟ, ବଧୂ ଓ ପ୍ରିୟା, ସହସ୍ର ଶଯ୍ୟାର ନାୟିକା, କାଳାନ୍ତର, ଅଚଳାୟତନ। ଐତିହାସିକ ଉପନ୍ୟାସ ନୀଳଶୈଳ, ନୀଳାଦ୍ରି ବିଜୟ, କୃଷ୍ଣାବାଡ଼ିରେ ସନ୍ଧ୍ୟା, ଆଜୀବକର ଅଟ୍ଟହାସ୍ୟ। ରାଜନୈତିକ ଉପନ୍ୟାସ ଅନ୍ଧଦିଗନ୍ତ ଓ ଫଟାମାଟି। ଦାର୍ଶନିକ ଉପନ୍ୟାସ ହଂସଗୀତି ଓ ନେତିନେତି। ଚରିତ ଉପନ୍ୟାସ ଶତାବ୍ଦୀର ସୂର୍ଯ୍ୟ, କୁଳବୃଦ୍ଧ। କଲେଜ ବୟ ଏକ ପତ୍ରୋପନ୍ୟାସ। ଏଥିରେ 2ଟି ନାରୀ ଚରିତ୍ର କବରୀ ଓ ମଞ୍ଜରୀ। ସେମାନେ ପରସ୍ପର ପତ୍ର ବିନିଯୋଗ କରିଛନ୍ତି। ଏହି ପତ୍ର ବିନିଯୋଗ ପରସ୍ପରକୁ 9ଟି ପତ୍ର ବିନିଯୋଗ କରିଛନ୍ତି। ତରୁଣ ମାନସିକତାର ପ୍ରେମ ଓ ବିଦ୍ରୋହର ଉଦ୍ଦମତା ଉପରେ ଉପନ୍ୟାସର କଥାବସ୍ତୁ ଗତିଶୀଳ। ଶିକ୍ଷିତ ସମାଜରେ ସଭ୍ୟତା, ସଂସ୍କୃତି, ରୁଚି, ଅର୍ଥର ଅନର୍ଥ ଫଳରେ ଯେଉଁ ସମସ୍ତ ସାମାଜିକ ନୈତିକ ବିଭ୍ରାଟ ଘଟୁଛି ତାହା ଏକ ନିରପେକ୍ଷ ବିଶ୍ଳେଷଣ ଘଟିଛି। ଅନ୍ଧଦିଗନ୍ତ ଉପନ୍ୟାସର ମୁଖ୍ୟ ବିଷୟ ଔପନ୍ୟାସିକ ସ୍ୱାଧୀନତା ପରବର୍ତ୍ତୀ ଉପନ୍ୟାସରେ ରାଜନେତାମାନଙ୍କର ନୈତିକ ଅଧପତନରେ ସେ ଉଲ୍ଲେଖ କରିଛନ୍ତି। ସୁରେନ୍ଦ୍ର ମହାନ୍ତି ନିଜେ ଏକ ରାଜନୈତିକ ବ୍ୟକ୍ତି। ଆଲୋଚ୍ୟ ଉପନ୍ୟାସଟିରେ 1921 ମସିହା ଅସହଯୋଗ ଆନ୍ଦୋଳନ ଆରମ୍ଭ କରି 1952 ମସିହା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଜାତୀୟ ଆନ୍ଦୋଳନରେ ଐତିହାସିକ ପୃଷ୍ଠଭୂମିକୁ ନେଇ ଗଠିତ। ଏହି ଉପନ୍ୟାସରେ ପ୍ରତିନିଧିମୂଳକ ଚରିତ୍ର ନିଧିଦାସ ଜଣେ ରାଜନୈତିକ ବ୍ୟକ୍ତି। ନୀଳଶୈଳ ତାଙ୍କର ଐତିହାସିକ ଉପନ୍ୟାସ। ବିଶେଷ କରି ଅଷ୍ଟାଦଶ ଶତାବ୍ଦୀରେ 1727-36 ଏହାର ଗତିଶୀଳ। ଅଷ୍ଟାଦଶ ଶତାବ୍ଦୀର ରାଜନୈତିକ ଇତିହାସ ଏହାର ପୃଷ୍ଠଭୂମି। ଶତାବ୍ଦୀର ସୂର୍ଯ୍ୟ ଏହା ଏକ ଚରିତ ଉପନ୍ୟାସ। ଊନବିଂଶ ଶତାବ୍ଦୀରେ ମଧୁସୂଦନ ଦାସଙ୍କର ଭୂମିକାକୁ କେନ୍ଦ୍ର କରି ରଚିତ। 1803-1903 ଏହା ହେଉଛି ଏକ ଚରିତ ଉପନ୍ୟାସ। କୁଳବୃଦ୍ଧ ମଧ୍ୟ ଏକ ଚରିତ ଉପନ୍ୟାସ। ନେତିନେତି ଔପନ୍ୟାସିକଙ୍କର ଏକ ଭିନ୍ନ ସ୍ୱାଦର ଉପନ୍ୟାସ। ଏଥିରେ ସାମ୍ପ୍ରତିକ ସମାଜର ବିଶେଷଣ ଲକ୍ଷଣ ଆତ୍ମଜୈବିକ ପଦ୍ଧତିରେ ଏହି ନେତିନେତି ଉପନ୍ୟାସ ରଚିତ। ମାନବେନ୍ଦ୍ର ଏହାର କେନ୍ଦ୍ର ଚରିତ୍ର। ଏହା ଏକ ସ୍ଥିତିବାଦୀ ଚରିତ୍ର। ସେ ଏକ ଦରିଦ୍ର ନିପୀଡ଼ିତ ଚରିତ୍ର। ବିଚାର ଓ ମୂଲ୍ୟବୋଧ ଉପରେ ବିଦ୍ରୋହ କରିଛି। ସେ ଭଗବାନଙ୍କୁ ବିଶ୍ୱାସ କରେ ନାହିଁ, କେବଳ କର୍ମ ଉପରେ ବିଶ୍ୱାସ କରେ। ଆଜୀବକର ଅଟ୍ଟହାସ୍ୟ ଏହା ଏକ ଐତିହାସିକ ଉପନ୍ୟାସ। ତୃତୀୟ ଶତାବ୍ଦୀରେ ଅଶୋକଙ୍କର ରାଜତ୍ୱ ଉପରେ ରଚିତ ଉପନ୍ୟାସ। ଗୋବିନ୍ଦ ଦାସ 1929-2008। ଓଡ଼ିଆ ଉପନ୍ୟାସ ସାହିତ୍ୟରେ ବାରିଷ୍ଟର ଗୋବିନ୍ଦ ଦାସ ସ୍ୱତନ୍ତ୍ର ଔପନ୍ୟାସିକର ଅଧିକାରୀ। ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ ଲାସୁ, ଅମାବାସ୍ୟାର ଚନ୍ଦ୍ର, ସୂର୍ଯ୍ୟାସ୍ତ ଆଦି ପ୍ରଧାନ। ଅମାବାସ୍ୟାର ଚନ୍ଦ୍ରର ମୁଖ୍ୟ ଚରିତ୍ର ରମେଶ କାଉଲ।
ବା ଅନ୍ୟ ନାମ କାଉଲର ବାଲ୍ୟ ଜୀବନର ସଂଘର୍ଷପୂର୍ଣ୍ଣ ଯୌବନ ଅନାହତରେ ନିର୍ମଙ୍ଗରେ ଏ ଅହରର ନିଷ୍ପେଷିତ ହୋଇଛି। ଏହାର ନାମକରଣ ପ୍ରତୀକାତ୍ମକ ଦେଖିବାକୁ ମିଳେ। ଲାସୁ ଉପନ୍ୟାସଟି କୁଟିଆକନ୍ଧ ଆଦିବାସୀ ସମ୍ପ୍ରଦାୟର ଜୀବନଧାରା ଏବଂ ସେମାନଙ୍କର ପାରମ୍ପରିକ ଧର୍ମବିଶ୍ୱାସକୁ ଉପଜୀବ୍ୟ କରି ଗଢ଼ିଉଠିଛି। ସୂର୍ଯ୍ୟାସ୍ତ ବାରିଷ୍ଟର ଗୋବିନ୍ଦ ଦାସଙ୍କର ଏକ ସାର୍ଥକ ଉପନ୍ୟାସ। ସୂର୍ଯ୍ୟାସ୍ତ ସମୁଦ୍ର ଉପରେ ନିର୍ଭର କରି ବଞ୍ଚୁଥିବା ଏକ ବସ୍ତିବାସିନ୍ଦା ଜୀବନଚର୍ଯ୍ୟାକୁ ନେଇ ବସ୍ତିବାସିନ୍ଦାଙ୍କର ଜୀବନଚର୍ଯ୍ୟାକୁ ନେଇ ଉପନ୍ୟାସଟି ଗତିଶୀଳ। ଅମ୍ରଗାନ ଉପନ୍ୟାସର ମୁଖ୍ୟ ଚରିତ୍ର ଶାନ୍ତନୁ କୁମାର ଆଚାର୍ଯ୍ୟ 1932। ଉତ୍ତର ଷାଠିଏ କାଳରେ ଜଣେ ପ୍ରତିଷ୍ଠିତ କଳାକାର ବା କଥାକାର ହେଉଛନ୍ତି ଶାନ୍ତନୁ କୁମାର ଆଚାର୍ଯ୍ୟ। ନରକିନ୍ନର 1962, ଶତାବ୍ଦୀର ନଚିକେତା 1965, ଦକ୍ଷିଣାବର୍ତ୍ତ 1976, ଅନ୍ୟ ଏକ ସମୟ ଅନ୍ୟ ଏକ ଭାରତ 1977, ଶକୁନ୍ତଳା ମୈତ୍ରୀଙ୍କର ସେୟା, 3ଟି ରାତ୍ରିରେ ସକାଳେ, ଅନୁଭୋଜି ଯିବା ପରେ, ଅନୁମାର କନ୍ୟା ଆଦି ଉପନ୍ୟାସ ଏକ ଉଲ୍ଲେଖନୀୟ ସୃଷ୍ଟି। ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ଅନ୍ୟାନ୍ୟ ସମସ୍ୟାରେ ପେଶୀ ହୋଇଥିବା ସାମ୍ପ୍ରତିକ ଚରିତ୍ରମାନ ଉପନ୍ୟାସଗୁଡ଼ିକରେ ଦେଖିବାକୁ ମିଳେ। ନରକିନ୍ନର ଉପନ୍ୟାସଟି ସ୍ୱାଧୀନତା ପ୍ରାପ୍ତ 15 ବର୍ଷ ପରେ ଆତ୍ମପ୍ରକାଶ କରିଥିଲା। ଦେଶର ସ୍ୱାଧୀନତା ପରେ ମଧ୍ୟ ସ୍ୱାଧୀନ ଭାବେ ବଞ୍ଚୁଥିବାରୁ ବଞ୍ଚିତ ହୋଇଛନ୍ତି ଅନେକ ଲୋକ। ଏହିପରି ଏକ ଜର୍ଜ ହେଉଛି ଆଲୋଚ୍ୟ ଉପନ୍ୟାସର ମୁଖ୍ୟ ଚରିତ୍ର। ଶତାବ୍ଦୀର ନଚିକେତା ଉପନ୍ୟାସଟି ରାଜନୈତିକ ଉପନ୍ୟାସ ନୁହେଁ, ତଥାପି ରାଜନୈତିକ ମତ ଓ ଆଧ୍ୟାତ୍ମିକ ଚେତନାର ସମନ୍ୱୟ ଆଣିବାକୁ ଚେଷ୍ଟା କରିଛନ୍ତି ଔପନ୍ୟାସିକ। ଶତାବ୍ଦୀର ନଚିକେତାରେ ନିକେତନ ହେଲେ ବିଭୁପ୍ରସାଦ ଓ ନଟବର। ଉଚ୍ଚଶିକ୍ଷା ପରେ ବେକାରୀ ସମସ୍ୟାର ଯନ୍ତ୍ରଣା ପାଇଛନ୍ତି। ଶକୁନ୍ତଳା ଉପନ୍ୟାସଟି ସ୍ୱାଧୀନତା ପରବର୍ତ୍ତୀ ବିପର୍ଯ୍ୟୟର ଜୀବନଧାରାର ପୃଷ୍ଠଭୂମିରେ ରଚିତ। ଏଠାରେ ଶକୁନ୍ତଳା ଏକ ପ୍ରତୀକାତ୍ମକ ପ୍ରୟୋଗ ମାତ୍ର। କଣୁଆ ଗ୍ରାମର ସମସ୍ୟାକୁ ନେଇ ଉପନ୍ୟାସଟି ଗତିଶୀଳ। ଦକ୍ଷିଣାବର୍ତ୍ତ ଏକ ସାମାଜିକ ଉପନ୍ୟାସ। ଏହା ଏକ ଦାର୍ଶନିକ ଚେତନା ସମ୍ବଳିତ ଉପନ୍ୟାସ। ସମାଜରେ ନୈତିକ ମୂଲ୍ୟବୋଧର ହ୍ରାସ ଓ ଅଣସଂସ୍କୃତିର ପ୍ରସାରକୁ ରୋକିବା ପାଇଁ ଦକ୍ଷିଣାବର୍ତ୍ତ ଏକ ପ୍ରକାର ପ୍ରୟାସ। ଜାତିର ପ୍ରଥମ ପାଦ ଉପନ୍ୟାସଟି ଦର୍ଶିତା ଯୁବତୀର କରୁଣ କାହାଣୀକୁ ନେଇ ରୁଦ୍ଧିମନ୍ତ। ଧରିତ୍ରୀର କାନ୍ଦ ଉପନ୍ୟାସରେ ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ 1942 ମସିହା ଅଗଷ୍ଟ ବିପ୍ଳବ ସମୟରେ 1958 ମସିହା ପର୍ଯ୍ୟନ୍ତ ତତ୍କାଳୀନ ଦେଶର ରାଜନୈତିକ ଅବସ୍ଥା, ଓଡ଼ିଶାର ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଭାବ ସମ୍ପର୍କରେ ସୂଚନା ଦେଇଛନ୍ତି। ମନୋଜ ଦାସ 1934। ଓଡ଼ିଆ କଥା ସାହିତ୍ୟର ଜଣେ ପ୍ରତିଷ୍ଠିତ କଥାକାର ହେଉଛନ୍ତି ମନୋଜ ଦାସ। ଉଭୟ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ଲେଖକଙ୍କର ପାରଦର୍ଶିତା ଅତୁଳନୀୟ। ବୁଲଡୋଜର୍ସ 1889, ପ୍ରଭଞ୍ଜନ 1995, ଗୋଧୂଳିର ଅମୃତଫଳ 1996, ଆକାଶର ଇଶାରା 1997, ଚନ୍ଦ୍ରାଲୋକରେ ପ୍ରହରୀ 2000 ଇତ୍ୟାଦି ଉଲ୍ଲେଖନୀୟ କୃତିତ୍ୱ। ବୀଣାପାଣି ମହାନ୍ତି 1925। ନାରୀ ମନସ୍ତତ୍ୱ ଓ ସମାଜରେ ନାରୀ ଜୀବନର ରୂପରେଖକୁ ନେଇ ଲେଖିକା ବୀଣାପାଣି ମହାନ୍ତିଙ୍କର ଉପନ୍ୟାସଗୁଡ଼ିକ ବେଶ୍ ରୁଦ୍ଧିମନ୍ତ। କୁନ୍ତୀ, କୁନ୍ତଳା, ଶକୁନ୍ତଳା, ମନସ୍ୱିନୀ, ସୀତାର ଶୋଷିତ ଆଦି ସାର୍ଥକ ଉପନ୍ୟାସ। କୁନ୍ତୀ, କୁନ୍ତଳା, ଶକୁନ୍ତଳା ଏକ ନାରୀ ମନସ୍ତତ୍ୱଧର୍ମୀ ଉପନ୍ୟାସ। ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସ୍ୱାଧୀନତା ପାଇଁ ଅହରହ ପ୍ରଚେଷ୍ଟା କରିଆସୁଛି, କିନ୍ତୁ ପ୍ରତି ପଦକ୍ଷେପରେ ପୁରୁଷ ତାର କଣ୍ଠରୁଦ୍ଧ କରୁଛି। ଚନ୍ଦ୍ରଶେଖର ରଥ 1929-2018। ସ୍ୱାଧୀନତା ପରବର୍ତ୍ତୀ ତଥା 60 ଦଶକ ପରେ ଜଣେ ପ୍ରତିଷ୍ଠିତ ଔପନ୍ୟାସିକ ହେଉଛନ୍ତି ଚନ୍ଦ୍ରଶେଖର ରଥ। ଯନ୍ତ୍ରାରୂଢ଼ 1962, ଅସୂର୍ଯ୍ୟ ଉପନିବେଶ 1974, ନବଜାତକ 1991 ପ୍ରଭୃତି ତାଙ୍କର। ଯନ୍ତ୍ରାରୂଢ଼ ଉପନ୍ୟାସଟି ଏକ କାହାଣୀଧର୍ମୀ ରଚିତ ପ୍ରଧାନ ଉପନ୍ୟାସ। ସନାତନ ହେଉଛି ଉପନ୍ୟାସର ମୁଖ୍ୟ ଚରିତ୍ର। ଅସୂର୍ଯ୍ୟ ଉପନିବେଶ ଉପନ୍ୟାସଟି ଆଜିର ମୂଲ୍ୟବୋଧହୀନ ମୁମୂର୍ଷୁ ଏବଂ ମୁମୁକ୍ଷୁ ଆତ୍ମିକ ଆର୍ତ୍ତନାଦ। ଜୟନ୍ତ ଆଲୋଚ୍ୟ ଉପନ୍ୟାସର ମୁଖ୍ୟ ଚରିତ୍ର। ନବଜାତକ ଦର୍ଶନତତ୍ତ୍ୱ ସମ୍ବଳିତ ଏକ ଔପନ୍ୟାସିକ। ଏହି ଉପନ୍ୟାସର ନାୟକ ବୃହତ୍। ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ପାଇଁ ଔପନ୍ୟାସିକ 1973 ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ 1982 ଶାରଳା ପୁରସ୍କାର ଲାଭ କରିଥିଲେ। ପ୍ରତିଭା ରାୟ 1943। ସ୍ୱାଧୀନତା ପରବର୍ତ୍ତୀ ଜଣେ ପ୍ରତିଷ୍ଠିତ ଲେଖିକା ରୂପେ ପ୍ରତିଭା ରାୟ ପରିଚିତ ବ୍ୟକ୍ତିତ୍ୱ। ବର୍ଷା, ବସନ୍ତ, ବୈଶାଖ 1974, ଅରଣ୍ୟ 1977, ପରିଚୟ 1979, ଅପରିଚିତା 1979, ମେଘ ମେଦୁର 1980, ଅୟମାରମ୍ଭ 1981, ଶିଳାପଦ୍ମ 1983, ଯାଜ୍ଞସେନୀ 1985, ଆଦିଭୂମି 1993, ମଗ୍ନମାଟି 2004, ମହାରାଣୀ ପୁତ୍ର 2008 ଇତ୍ୟାଦି ଉଲ୍ଲେଖନୀୟ ସୃଷ୍ଟ। ଶିଳାପଦ୍ମ ପାଇଁ 1986 ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ଯାଜ୍ଞସେନୀ ପାଇଁ 1990 ଶାରଳା ଏବଂ 1991 ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତିଦେବୀ ପୁରସ୍କାର ଲାଭ କରିଥିଲେ। ବର୍ଷା, ବସନ୍ତ, ବୈଶାଖ ଉପନ୍ୟାସଟି ମୁଖ୍ୟ ଚରିତ୍ର ହେଉଛି ସୁଲଗ୍ନା। ବିଶେଷ କରି ଉପନ୍ୟାସର ତରୁଣୀ ସୁଲଗ୍ନା ପ୍ରେମାନୁଭବ ଉପରେ ଆଧାରିତ।
ଅରଣ୍ୟ ନାରୀ ମନସ୍ତତ୍ୱ ଉପରେ ଆଧାରିତ। ଏଥିରେ ନାରୀର ତ୍ୟାଗକୁ ବିଶ୍ଳେଷଣ କରାଯାଇଛି। ଲିପ୍ସା ଚରିତ୍ରକୁ ନେଇ ଉପନ୍ୟାସର ଘଟଣା ପ୍ରଭାବ ଗତି କରିଛି। ନୀଳତୃଷ୍ଣା ଶିଳାପଦ୍ମ ଉପନ୍ୟାସଟି ଯଦିଓ ଐତିହାସିକ ଘଟଣା ଉପରେ ଆଧାରିତ, କିନ୍ତୁ ଏହା ଐତିହାସିକ ଉପନ୍ୟାସ ନୁହେଁ। ଯାଜ୍ଞସେନୀ ଉପନ୍ୟାସଟି ଔପନ୍ୟାସିକଙ୍କର ଏକ ବହୁ ଚର୍ଚ୍ଚିତ ଉପନ୍ୟାସ। ଆଲୋଚ୍ୟ ଉପନ୍ୟାସଟି ମହାଭାରତର ନାୟିକା ଦ୍ରୌପଦୀଙ୍କର ଜୀବନଲେଖ୍ୟକୁ ନେଇ ଗଢ଼ି ଉଠିଛି। ମହାମୁନି କୃଷ୍ଣଦେବ ପାରାୟଣ ଯାଜ୍ଞସେନୀ ଦେବୀଙ୍କର ଆହ୍ୱାନରେ ଆସନରେ ଉପସ୍ଥାପିତ କରୁଥିବା ବେଳେ ଲେଖିକା ଦ୍ରୌପଦୀ ମାନବୀ ରୂପ ଉଲ୍ଲେଖ କରିଛନ୍ତି। ରତ୍ନାକର ଚୈନୀ 1944-2020। ଓଡ଼ିଆ ସାହିତ୍ୟରେ ଜଣେ ଲବ୍ଧ ପ୍ରତିଷ୍ଠିତ ନାଟ୍ୟକାର ରୂପେ ରତ୍ନାକର ଚୈନୀ ବେଶ୍ ପରିଚିତ, କିନ୍ତୁ ଉପନ୍ୟାସ ରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଦକ୍ଷତା ଥିବାରୁ ଜଣାଯାଇଥାଏ। ତାଙ୍କର ପ୍ରମୁଖ ଉପନ୍ୟାସଗୁଡ଼ିକ ହେଉଛି ଲୁହ ଲହରୀ 1964, ବିଷ ବଳୟ 1967, ରାତ୍ରିର ରଜନୀଗନ୍ଧା 1967, ଫୁଲର ଫଗୁଣ 1970, ଅବ୍ୟକ୍ତ ଗୋଧୂଳି 1972 ପ୍ରଭୃତି।